ଲାଷ୍ଟ କ୍ଲାସରେ କିସ ପଢିଥିଲେ? ଲାଷ୍ଟ କ୍ଲାସରେ ପଢିଥିଲେ ହଉଛି କାର୍ବନ ର ଗ୍ରୁପ ହେଲା। କି କି ଗ୍ରୁପ ଥିଲା? ଫାର୍ଷ୍ଟ ଗ୍ରୁପ ର ନାମ କିସ? ହାଲୋଜେନ। ହାଲୋଜେନ ହେଲା। ହାଲୋଜେନ ରେ ଥିବା ସକ୍ରିୟ ଗ୍ରୁପ ଟି କିଏ? କିସ? Cl ଆଉ Br। ତା ହଉଛି ଶେଷରେ ବା କିସ ଲାଗେ? କ୍ଲୋର ବା ବ୍ରୋମ ଲାଗେ ହେଲା। କ୍ଲୋର କିମ୍ବା ହଉଛି କିସ ଲାଗେ? ବ୍ରୋମ। ତାପରେ ଥିଲା କିସ? ଆଲକୋହଲ। ଆଲକୋହଲ ହେଲା। ଆଲକୋହଲ ରେ ଥିବା ସକ୍ରିୟ ଗ୍ରୁପ ର ନାମ OH। ଏଇଠି କିସ ଲାଗେ ଶେଷରେ? ଓଲ। ତାପରେ କିସ ଥିଲା? ଆଲଡିହାଇଡ। ଆଲଡିହାଇଡ। ଆଲଡିହାଇଡ ର ସକ୍ରିୟ ଗ୍ରୁପ ର ନାମ COH। ଏମିତି ହେଲା। ଏମିତି ଲେଖାଯାଏ COH। यार ହଉଛି ଶେଷରେ କିସ ଲେଖାଉଥିଲା? ଆଲ। ତାପରେ ଫୋର୍ଥ ରେ କିଟୋନ। କିଟୋନ ରେ ଥିବା ସକ୍ରିୟ ଗ୍ରୁପ ର ନାମ CO। C ଡବଲ ବଣ୍ଡ O ହେଲା। ଏଠି ହଉଛି ଲାଷ୍ଟ କିସ ଲାଗେ? ON। ତାପରେ ଫାଇଭ ରେ कार्बोक्सिलिक एसिड। कार्बोक्सिलिक एसिड। यार हଉଛି କି ସଥିଲା? C ଡବଲ ବଣ୍ଡ O H। ତ ହଉଛି यार ଲାଷ୍ଟ ରେ କିସ ଲାଗୁଥିଲା? ଓଇକ ଏସିଡ। ଏତିକି ପଢି ସାରିଥିଲା ହେଲା। ତ ଆଜି ପଢବା ହଉଛି ହୋମୋଲୋଗ ଶ୍ରେଣୀ ହେଲା। ହେଡିଂ ଦେଇଦିଅ। ଭେରି ଭେରି ଇମ୍पोर्टेंट ଲଙ୍ଗ क्वेश्चन शॉर्ट क्वेश्चन ବହୁତ ପ୍ରକାର ହେଇପାରିବ ହେଲା ଏଇଠି। ହୋମୋଲୋଗ ଶ୍ରେଣୀ। ହୋମୋଲୋଗ ଶ୍ରେଣୀ। ଫାର୍ଷ୍ଟ ଲେଖିଦେବା ଡେଫିନେସନ ହେଲା। ହୋମୋଲୋଗ ଶ୍ରେଣୀ କାହାକୁ କୁହାଯାଏ? ଯେଉଁ कार्बन ଯୌଗିକ ମଧ୍ୟରେ ଯେଉଁ कार्बन ଯୌଗିକର ସକ୍ରିୟ ଗ୍ରୁପ ସମାନ ହେଲା। ସକ୍ରିୟ ଗ୍ରୁପ ଓ ରାସାୟନିକ ଧର୍ମ ସମାନ। ରାସାୟନିକ ଧର୍ମ ସମାନ କିନ୍ତୁ कार्बन ହେଲା। कार्बन ओडिया रे लिखिदबो कार्बन। कार्बन ओ हाइड्रोजन संख्या अलगा। हाइड्रोजन संख्या अलगा। ସେହି कार्बन ଯୌଗିକ ମାନଙ୍କୁ ହୋମୋଲୋଗ ଶ୍ରେଣୀ କୁହାଯାଏ। ସେହି ଯୌଗିକ ମାନଙ୍କୁ ହୋମୋଲୋଗ ଶ୍ରେଣୀ କୁହାଯାଏ। ସେହି कार्बन ଯୌଗିକ ମାନଙ୍କୁ ହୋମୋଲୋଗ ଶ୍ରେଣୀ କୁହାଯାଏ ହେଲା। ହୋମୋଲୋଗ ଶ୍ରେଣୀ କାହାକୁ କୁହାଯାଏ? ଯେଉଁ कार्बन ଯୌଗିକର ସକ୍ରିୟ ଗ୍ରୁପ ଓ ରାସାୟନିକ ଧର୍ମ ସମାନ କିନ୍ତୁ ହଉଛି कार्बन हाइड्रोजन संख्या अलगा ସେମାନଙ୍କୁ କିସ? ହୋମୋଲୋଗ ଶ୍ରେଣୀ କୁହାଯାଏ। ତ ବୁଝିପାରିଲନି ଏଇଟା? ଏକ୍ସାମ୍ପଲ ଦେଲେ ବୁଝିଯିବ ହେଲା। ଦୁଇଟା कार्बन ଯୌଗିକ ଲେଖୁଛି ଦେଖ। CH3 एग्जांपल ହେଲା। CH3 Cl ये ଗୋଟେ कार्बन ଯୌଗିକ ହେଲା। यार ସକ୍ରିୟ ଗ୍ରୁପ କିଏ? Cl। ଆଉ ଗୋଟେ ଲେଖୁଛି CH3 CH2 Cl। यार भी कार्बन ଯୌଗିକ ମାନେ ଇଏ କିସ? ମାନେ ହଉଛି ସକ୍ରିୟ ଗ୍ରୁପ କିଏ? Cl ହେଲା। ତ ଏମାନଙ୍କର ଦୁଇ ଜଣକାର ହଉଛି ସକ୍ରିୟ ଗ୍ରୁପ ସମାନ ନା ନାହିଁ? ସମାନ ନା ନାହିଁ? ମୁଁ ଲେଖିଛି ହଉଛି ଯୋଉ कार्बन ଯୌଗିକର ସକ୍ରିୟ ଗ୍ରୁପ ସମାନ ହେଲା। ଲେଖିଛି ହଉଛି ଯୋଉ कार्बन ଯୌଗିକର ସକ୍ରିୟ ଗ୍ରୁପ ସମାନ ଏମାନଙ୍କର ସକ୍ରିୟ ଗ୍ରୁପ ସମାନ ଆଉ ହଉଛି ଏମାନଙ୍କର ହଉଛି କିସ? कार्बन ଆଉ हाइड्रोजन संख्या ଅଲଗା ଅଲଗା। ଦେଖ कार्बन ଏଠି କେତେଟା ଅଛି? ଦୁଇଟା ନାହିଁ। ଇଏ ହଉଛି कार्बन ଇଏ ହଉଛି କ୍ଲୋରିନ ଟା ଇଏ ଅଲଗା ହେଲା। ଇଏ କ୍ଲୋରିନ ଟା ଇଏ ହଉଛି ଗୋଟେ कार्बन ଏଠି କେତେଟା कार्बन ଅଛି? ଗୋଟେ ଦୁଇଟା। हाइड्रोजन ଏଠି ଅଛି ତିନିଟା ଏଠି କେତେଟା ଅଛି? ତିନିଟା ଚାରିଟା ପାଞ୍ଚଟା। ଏମାନେ ହଉଛି ହୋମୋଲୋଗ ଶ୍ରେଣୀ ହେବେ ନା ନାହିଁ? ହେବେ ହେଲା। ତାପରେ ହଉଛି ଆଉ ଗୋଟେ ସେମ ଏକ୍ସାମ୍ପଲ ଦଉଛି।
CH3 CH2 OH ଆଉ ଗୋଟେ ହଉଛି CH3 OH। ଏଇଟା ତ ହୋମୋଲୋଗସ୍ ହେବେ ନା ନାଇଁ? ସକ୍ରିୟ ଗ୍ରୁପ ସମାନ ଅଛି ନା ଅଲଗା ଅଛି? ସମାନ ଅଛି, ଏଠି ବି OH ଏଠି ବି OH ହେଲା। ଏଇ ସକ୍ରିୟ ଗ୍ରୁପ ର କୋଉ ସକ୍ରିୟ ଗ୍ରୁପ ଟା ଅଛି କୁହ? କ୍ୱେଶ୍ଚନ ପଢବ ଏମିତି ଗୋଟେ ଦେଇଥିବ, କହିବ ଏଇଠି କୋଉ ସକ୍ରିୟ ଗ୍ରୁପ ଅଛି। କୋଉ ସକ୍ରିୟ ଗ୍ରୁପ? ଆଲକୋହଲ, OH ମାନେ ଆଲକୋହଲ, OH ମାନେ ଆଲକୋହଲ ହେଲା। ସକ୍ରିୟ ଗ୍ରୁପ ର ନାମ କିସ? ଆଲକୋହଲ। ତ ସକ୍ରିୟ ଗ୍ରୁପ ସେମ ଅଛି, ଏଠି ବି ସେମ ଅଛି, ଏଠି ବି ସେମ ଅଛି, ତ କୁହାଯିବ ଏମାନଙ୍କୁ ହୋମୋଲୋଗ ଶ୍ରେଣୀ ହେଲା। ସେମିତି ଆଉ ଗୋଟେ କଣ ଏମାନେ ହୋମୋଲୋଗସ୍ ହେବେ ନା? C2H4 ଆଉ ଗୋଟେ ହଉଛି C4H8, ମାନେ ହୋମୋଲୋଗସ୍ ହେବେ ନା ନାଇଁ? କହିପାରିବ? ଏଇଟା କୋଉ ଗ୍ରୁପ ର? ଆଲକିନ ଗ୍ରୁପ ର। ଦେଖ ଆଲକିନ, ଆଲକିନ ର ହଉଛି CN2H2N ହୁଏ ଯେ, ଇଏ ବି CnH2n ର ଅଛି, ତ ଏମାନେ ବି ହୋମୋଲୋଗସ୍ ହେବେ ନା ନାଇଁ? ଏମାନେ ବି ହୋମୋଲୋଗସ୍ ହେବେ ହେଲା। ତାପରେ ଆଉ ଗୋଟେ ଏକ୍ସାମ୍ପଲ ଦଉଛେ, ଆଉ ଗୋଟେ ଏକ୍ସାମ୍ପଲ ଦଉଛେ C2H6 ଓ C2H4, ଏମାନେ ହୋମୋଲୋଗସ୍ ହେବେ କି? ଦେଖ ହୋମୋଲୋଗସ୍ ହେବେ, କଣ ପାଇଁ ହେବେନି? ଇଏ ହଉଛି ଆଲକିନ ନା ଆଲକେନ, ଇଏ ହଉଛି ଆଲକେନ। C2 ଇଏ 2n ସମ୍ପର୍କରେ ଅଛି, ଆଉ ଇଏ ହଉଛି କିସ? CnH2n+2, ତ ହଉଛି ଇଏ କିସ? ଆଲକେନ, ଇଏ ହଉଛି କିସ? ଆଲକିନ। ତ ଇଏ ହୋମୋଲୋଗସ୍ ହେବେନି ହେଲା, ଲେଖିଦିଅ। ସାଧା ଅଛି ନା ପଢା ଅଛି? ସାଧା ଅଛି। ଦେଖିଲ ହେଲା। ତ ହଉଛି ଆଉ ଗୋଟେ କ୍ୱେଶ୍ଚନ ପଡେ ହେଲା, ହୋମୋଲୋଗସ୍ ରେ ଏମାନଙ୍କ ରାସାୟନିକ ଧର୍ମ ସମାନ। ଏମାନଙ୍କ ରାସାୟନିକ ইয়াର ହୋମୋଲୋଗସ୍, ଇଏ ଦୁଇ ଜଣ ହୋମୋଲୋଗସ୍ ମାନେ କିସ? ଏମାନଙ୍କ ରାସାୟନିକ ଧର୍ମ ସମାନ, କିନ୍ତୁ ହଉଛି ଏମାନଙ୍କର ଅଲଗା କିସ କୁହ ନା? ଏମାନଙ୍କ ପାଖରେ ଅଲଗା ହଉଛି ଖାଲି ହଉଛି ବସ୍ତୁତ୍ୱ ହେଲା। ମାନେ ইয়াର ବସ୍ତୁତ୍ୱ ଅଲଗା, ইয়াର ବସ୍ତୁତ୍ୱ, ଏଇଟା ହିଁ ହୋମୋଲୋଗସ୍ ଭିତରେ, ଦୁଇଟା ହୋମୋଲୋଗସ୍ ଭିତରେ ପାର୍ଥକ୍ୟ କିସ ଥାଏ କୁହ ନା? ତାର ବସ୍ତୁତ୍ୱ ହିଁ ଅଲଗା ଥାଏ, ବୁଝିହେଲା। ଦେଖିଦିଅ ହୋମୋଲୋଗସ୍, ହୋମୋଲୋଗସ୍ ଶ୍ରେଣୀ ଯୌଗିକ ମଧ୍ୟର, ହୋମୋଲୋଗସ୍ ଶ୍ରେଣୀର ଯୌଗିକ ମଧ୍ୟରେ କେବଳ ବସ୍ତୁତ୍ୱର ପାର୍ଥକ୍ୟ ଥାଏ। କେବଳ ବସ୍ତୁତ୍ୱର ପାର୍ଥକ୍ୟ ରହିଥାଏ। ପାର୍ଥକ୍ୟ ରହିଥାଏ, ବୁଝିହେଲା। ହୋମୋଲୋଗସ୍ ଶ୍ରେଣୀର ବସ୍ତୁତ୍ୱର କିସ ରହିଥାଏ? କେବଳ ବସ୍ତୁତ୍ୱର ପାର୍ଥକ୍ୟ ରହିଥାଏ, ବୁଝିହେଲା। ବସ୍ତୁତ୍ୱର ପାର୍ଥକ୍ୟ କେମିତି? ଦେଖ କାର୍ବନ ର ବସ୍ତୁତ୍ୱ କେମିତି ବାହାର କରବା ହେଲା। ଏକ୍ସାମ୍ପଲ ଏମିତି ପଢବ କ୍ୱେଶ୍ଚନ ହେଲା। କ୍ୱେଶ୍ଚନ ସରିଲା ହେଲା, ହୋମୋଲୋଗସ୍ ଶ୍ରେଣୀ ସରିଲା, ଏଇନା ସେଇଠୁ କ୍ୱେଶ୍ଚନ କର। ତ ଯଦି କ୍ୱେଶ୍ଚନ ପଡିଲା ହୋମୋଲୋଗସ୍ ଶ୍ରେଣୀ କାହାକୁ କୁହାଯାଏ, ଉଦାହରଣ ସହ ବୁଝାଅ। ବହିରେ ବି କ୍ୱେଶ୍ଚନ ଅଛି, ଡାଇରେକ୍ଟ କ୍ୱେଶ୍ଚନ ପ୍ରଶ୍ନ ବହିରେ ଅଛି ହେଲା। ହୋମୋଲୋଗସ୍ ଶ୍ରେଣୀ କାହାକୁ କୁହାଯାଏ, ତାର ଉଦାହରଣ ସହ ବୁଝାଅ। କିସ ଲେଖବ? ହୋମୋଲୋଗସ୍ ଶ୍ରେଣୀ କାହାକୁ କୁହାଯାଏ, ଏଇଟା ଲେଖିଦବ। ଯୋଉ କାର୍ବନ ଯୌଗିକ ମଧ୍ୟର ସକ୍ରିୟ ଗ୍ରୁପ ସମାନ, ଆଉ ହଉଛି କାର୍ବନ ରାସାୟନିକ ଧର୍ମ ବି ସମାନ, ଆଉ ହଉଛି କାର୍ବନ ହାଇଡ୍ରୋଜେନ ସଂଖ୍ୟା ଅଲଗା, ତାହାକୁ ହଉଛି ହୋମୋଲୋଗସ୍ ଶ୍ରେଣୀ କୁହାଯାଏ। ଏକ୍ସାମ୍ପଲ ଲେଖିଦେଲ CH3Cl CH2Cl CH3CH2Cl ହେଲା। ସେମିତି ଆମର କିସ ଏସିଡ ର ବି ବନେଇ ପାରବ। ଏସିଡ ମାନେ ହଉଛି କାର୍ବୋକ୍ସିଲିକ ଏସିଡ ର ବି ହୋମୋଲୋଗସ୍ ଶ୍ରେଣୀ ବନେଇ ପାରବ ହେଲା। ଏଇଟା ହଉଛି ଆଲକିନ ର ବି ହୋମୋଲୋଗସ୍, ଆଲକେନ ର ବି ହୋମୋଲୋଗସ୍ ବନେଇଲି ହେଲା। ତାପରେ ହଉଛି ଲାଷ୍ଟ ପଏଣ୍ଟ ଲେଖିଥିଲି, ହୋମୋଲୋଗସ୍ ଶ୍ରେଣୀର ଯୌଗିକର ଭିନ୍ନ କିସ ଥାଏ? ବସ୍ତୁତ୍ୱର ହେଲା। ତ ଏମିତି କ୍ୱେଶ୍ଚନ ପଡବ, ଦୁଇଟା ହୋମୋଲୋଗସ୍ ଶ୍ରେଣୀ ଯେମିତି ହଉଛି ଏଇଟା ଦୁଇଟା, ଏଇଟା ଦୁଇଟା ହୋମୋଲୋଗସ୍ ଶ୍ରେଣୀ C2H4 ଆଉ C4H8 ହେଲା। ସେ କହିଥିବ C2H4 ଓ C4H8 ମଧ୍ୟରେ ପାର୍ଥକ୍ୟ କଣ? ଏଇ ହୋମୋଲୋଗସ୍ ଯୌଗିକ ମଧ୍ୟରେ ପାର୍ଥକ୍ୟ କଣ ହେଲା? ପାର୍ଥକ୍ୟ କଣ? କିସ ପାର୍ଥକ୍ୟ? ବସ୍ତୁତ୍ୱର ପାର୍ଥକ୍ୟ ହେଲା। ଫାର୍ଷ୍ଟ ଦେଖିଲ ଏଇଟା ହଉଛି କିସ? ହୋମୋଲୋଗସ୍, ହୋମୋଲୋଗସ୍ ନା ନାଇଁ? ଇଏ ହଉଛି କିସ? ଆଲକିନ, ଇଏ ବି ଆଲକିନ। ଆଲକିନ ବୋଲି ଜାଣିପାରୁଛ ନା ନାଇଁ? ତ ହଉଛି ଦୁଇ ଜଣ ଯାକ ହୋମୋଲୋଗସ୍,
ହେଲା। ତ ଓଜନ ଦେଖ, ୟାର ଯଦି ବସ୍ତୁତ୍ୱ ବାହାର କରିବି, CH4 C2H4, ୟାର ବସ୍ତୁତ୍ୱ କେମିତି ବାହାର କରିବି? ୟାର ବସ୍ତୁତ୍ୱ ହଉଛି, କାର୍ବନ ର ବସ୍ତୁତ୍ୱ କେତେ ପଢା ହେଇଥିଲା ଫାର୍ଷ୍ଟ ରେ? କାର୍ବନ ର କେତେ? ସେଟା ହଉଛି ପରମାଣୁ କ୍ରମାଙ୍କ, 2 4 ଟା ଇଲେକ୍ଟ୍ରନ ସଂରଚନା, 12 ନା। ହେଲା, କାର୍ବନ ର ବସ୍ତୁତ୍ୱ 12 କିନ୍ତୁ ଦୁଇଟା କାର୍ବନ ର ବସ୍ତୁତ୍ୱ କେତେ ହେଇଯିବ? 12 × 24। ହେଲା। ଆଉ ମନେ ରଖିବ, ହାଇଡ୍ରୋଜେନ ର ବସ୍ତୁତ୍ୱ କେତେ କୁହ ନା? 1। ହାଇଡ୍ରୋଜେନ ର କେତେ? 1 ୟୁ। ଚାରିଟା କାର୍ବନ ର କେତେ? ଚାରିଟା ହାଇଡ୍ରୋଜେନ ର କେତେ? ଏତିକି। ତ ହଉଛି ୟାର ବସ୍ତୁତ୍ୱ କେତେ ହବ? 12 × 24 ଯୁକ୍ତ 4 କେତେ ହବ? 28। ୟାର ବସ୍ତୁତ୍ୱ ଏତିକି ହେଲା। ଆଉ ହଉଛି C4H8 ର ବସ୍ତୁତ୍ୱ କେତେ ହବ? 12 × 48 ପ୍ଲସ୍ 8 ମାନେ କେତେ? 8 8 56। ବୁଝିହେଲା? ତ ବସ୍ତୁତ୍ୱ ପାର୍ଥକ୍ୟ ହେଲା ନା ନାଇଁ? ହେଲା। ତ ହଉଛି ହୋମୋଲୋଗସ୍ ଶ୍ରେଣୀରେ କିସ ପାର୍ଥକ୍ୟ ଥାଏ? ବସ୍ତୁତ୍ୱର ପାର୍ଥକ୍ୟ। ଯଦି ପଢିଲା କ୍ୱେଶ୍ଚନ C2H4 C4H8 ରେ ପାର୍ଥକ୍ୟ କଣ, ତ କିସ ଲେଖବ? ୟାର ବସ୍ତୁତ୍ୱ ଏତିକି ବାହାର କରିଦବ, ୟାର ବସ୍ତୁତ୍ୱ ଏତିକି, ସେଇଟା ହିଁ ପାର୍ଥକ୍ୟ। ବୁଝିହେଲା? ସେମିତି ବହିର ଗୋଟେ କ୍ୱେଶ୍ଚନ କର ନା। ବହିରେ କ୍ୱେଶ୍ଚନ ଦେଇଛି, CH3OH ଏବଂ C2H5OH ହେଲା ର ପାର୍ଥକ୍ୟ, ବସ୍ତୁତ୍ୱ ପାର୍ଥକ୍ୟ। ହେଲା, ଏମିତି ଦେଇଥିବ ବସ୍ତୁତ୍ୱ ପାର୍ଥକ୍ୟ କେତେ? ବସ୍ତୁତ୍ୱ ପାର୍ଥକ୍ୟ କେତେ କରିପାରିବ? ୟାର ବସ୍ତୁତ୍ୱ କେତେ ହବ? ଶୁଣ ଦେଖ, OH ଟା ସମାନ ଜିନିଷ ହେଲା, OH ଟା ସମାନ ଜିନିଷ। ବୁଝିହେଲା? ୟାର ବସ୍ତୁତ୍ୱ କେତେ ହବ? 12 + 3 କେତେ? 15। 15 ଯୁକ୍ତ OH, ସେଇ ସମାନ ଟା OH OH କଟିଗଲା ମାନେ ହଉଛି କଟିଗଲା ସେଟା। ହେଲା। ଆଉ ୟାର ବସ୍ତୁତ୍ୱ କେତେ ହବ? 2 ମାନେ ହଉଛି 6, ସରି 12 × 24, 24 + 5 କେତେ? 27। 27 ନା 28? 24 × 5 29। ହେଲା। 24 × 5 29, 12 × 24, 24 + 5 29। ତ ହଉଛି ବସ୍ତୁତ୍ୱ ପାର୍ଥକ୍ୟ କେତେ ହବ? କେତେ ହବ? 14। ବସ୍ତୁତ୍ୱ ପାର୍ଥକ୍ୟ ବାହାର କରିପାରିବ? ସେମିତି ତାପରଟା କର ନା, ବିଟା ବସ୍ତୁତ୍ୱ ପାର୍ଥକ୍ୟ। କେତେ ହେଲା? ଦେଖିକି ବାହାରିବ। C2 ମାନେ କେତେ? C2 ମାନେ ହଉଛି 12 × 24, 24 + 5 କେତେ? 27। 27, ୟାର ହଉଛି କେତେ? 12 × 3 = 36, 36 ଯୁକ୍ତ 7 କେତେ? 7 କେତେ? 22। 22 କୁ ବିয়োଗ କରିଦବ କେତେ? ସେତିକି ବସ୍ତୁତ୍ୱ ପାର୍ଥକ୍ୟ। ହେଲା। ତ ସରିଲା ହୋମୋଲୋଗ ଶ୍ରେଣୀ। ହେଲା। ହୋମୋଲୋଗ ଶ୍ରେଣୀ ଚିହ୍ନି ପାରବ। ଆଉ ଯଦି ହୋମୋଲୋଗ ଶ୍ରେଣୀରୁ ଆମର ଲଘୁ ସାର ପଡିବ, କରିପାରିବ? କରିପାରିବ। ଆଉ ଯଦି ହୋମୋଲୋଗସ୍ କିଏ ଚିହ୍ନେଇତେ କହିଲା, ଚିହ୍ନେଇ ପାରବ? ସର୍ଟ କ୍ୱେଶ୍ଚନ ପଡିବ, କେମିତି ଜାଣିଲ? ତ ଏଇନା ହେଡିଙ୍ଗ ଦବା ହଉଛି ନାମକରଣ। ହେଲା। IUPAC ନାମକରଣ କେମିତି କରାଯାଏ ଦେଖିବା। IUPAC ନାମକରଣ କିପରି କରାଯାଏ ଦେଖିବା। ହେଲା। ନାମକରଣ ଏଗୁଡା ସବୁ ସର୍ଟ କ୍ୱେଶ୍ଚନ ପଡିବ। ବୁଝିଲେ? IUPAC ନାମକରଣ ଗୋଟେ ଅଛି, ଏଇଟା ଗୋଟେ ଚିତ୍ର ଦିଆହେଇଥିବ। ୟାର ନାମଟା କିସ ହବ?
এর নামটা কি সব? মিথ, ইথ, প্রপ, তো କିସ? ପ୍ରୋପେନ୍, ବୁଝିହେଲା। ତାପରେ ଆଉ ଗୋଟେ ଦଉଛି C3 COH, এর নামটা কি হব? ফার্স্ট দেখবো হচ্ছে এটি কোউ গ্রুপটা আছে হেলা, কোউ গ্রুপ ଅଛି, গ্রুপ আলডিহাইড গ্রুপ হেলা। আলডিহাইড গ্রুপ মানে মিথ ইথ, কিস? ইথানাল। আলডিহাইড ର লাস্টে কিস লাগে? আল লাগে যে, হেলা, তো কিস ইয়ার নাম ইথানাল, বুঝিপারল। তারপরে হচ্ছে ଆଉ ଗୋଟେ হচ্ছে CH3 সি ডবল বন্ড ও এইচ। এইটি দেখো ফার্স্ট কিস গ্রুপ হেলা, তোমার ফার্স্ট কাম হচ্ছে কিস গ্রুপ ଅଛି, এটি কি গ্রুপ ଅଛି? আলকোহল নাই। OH মানে কি গ্রুপ? কার্বক্সিলিক অ্যাসিড। কার্বক্সিলিক অ্যাসিড মানে হচ্ছে কি মিথ ইথ। ইথ লিখিদেল হেলা। তো হচ্ছে ইথ র হচ্ছে লাস্টে কিস লাগে? কার্বক্সিলিক অ্যাসিড গ্রুপ ଥିଲେ লাস্ট ওইক অ্যাসিড, তো কিস করব? ইথানোইক অ্যাসিড, বুঝিপারল, নামকরণ করি পারবো হেলা। তো নামকরণ সেমতি এতে পচারেনি হেলা, বুঝিপারল, বুঝিপারল না। তারপরে হচ্ছে ଆଉ ଗୋଟେ নামকরণ শিখিদেবা, CH3 Cl, ইয়ার নাম কি সব কই পারবো? ইয়ার নাম ক্লোরিন লাগিয়েছে মানে কিস? ক্লোরিনটা ক্লোরো লাগে যে, ক্লোরিন এটা হালোজেন গ্রুপ ଅଛି, হালোজেন গ্রুপ ଥିଲେ কিস লাগে? ক্লোরো, ক্লোরো মিথেন ହେଲା। ক্লোরিন ব্রোমিন এগুলা হচ্ছে কোଉଠି লাগে? প্রথমরে লাগে, বুঝাইলা। কিন্তু হচ্ছে এই গ্রুপ র নামটা লাস্টে লেখা যায়। গ্রুপ র নামটা লাস্টে লেখা যায়, ଆଉ যদি ক্লোরিন ফ্লোরিন লাগিয়েছে সেগুলা হচ্ছে কেইটি লেখা যায়? ফার্স্ট, বুঝিপারলো। এতে নামকরণ করি পারবো না, এগুলা এক মার্ক কোশ্চেন পড়ে ହେଲା। তো হচ্ছে যে হচ্ছে এগুলা যদি ন বুঝি পারছো, তো হচ্ছে ইম্পর্টেন্ট মনে রাখবো কোଉটা? ফার্স্ট হচ্ছে যুক্ত অযুক্তর পার্থক্য, তারপরে কার্বন কোন ପାଇଁ উপযোগী সেটা মনে রাখবো, কার্বন কোন ପାଇଁ হচ্ছে আয়নিক বন্ধ বান্ধনী মনে রাখবো, তারপরে সহসଂଯୋଜ যৌগিକ କାହାକୁ କୁହାଯାଏ ତାର ଧର୍ମ ସେଗୁଡା ମନେ ରଖିବ, ବୁଝିଲେ। ଯାହାକୁ ଏଗୁଡା ହଉଛି ଟିକେ କଡା ଲାଗୁଛି ହେଲା, ଆଉ ଯଦି ଯିଏ ବୁଝିପାରୁଛ ଭଲ କଥା ହେଲା। ତାପରେ ହେଡିଙ୍ଗ ଦବା ହଉଛି ଆଇସୋମାର। ଆଇସୋ, ଆଇସୋମାର ହେଲା, ଆଇସୋମାର। এটা বহিরে ସେମିତି ଡାଇରେକ୍ଟ ହେଡିଙ୍ଗ ନାହିଁ ହେଲା, ବହିରେ ସେମିତି ଆଇସୋମର ହେଲା, ଆଇସୋମର। ବହିରେ ସେମିତି ଡାଇରେକ୍ଟ ହେଡିଙ୍ଗ ନାହିଁ, ଏଇ ଛୋଟରେ ହିଁ ଲେଖା ହେଇଛି ହେଲା, ଆଇସୋମର କୁହାଯାଏ, ବୁଝିଲ। ସେ ପଢା ହଉଛି କ୍ୱେଶ୍ଚନ ଆଇସୋମର କାହାକୁ କୁହାଯାଏ, ବୁଝିଲ। ଆଇସୋମର କାହାକୁ କୁହାଯାଏ ଲେଖିଦବା, ଭେରି ଭେରି 2 ମାର୍କ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ, ବୁଝିଲ। ଆଇସୋମର ହଉଛି ଯେଉଁ କାର୍ବନ ଯୌଗିକର, ହେଲା ଦେଖ, ଯେଉଁ ଯୌଗିକର ଆଣବିକ ସଂକେତ ସମାନ, ଆଣବିକ ସଂକେତ ସମାନ, ଯେଉଁ କାର୍ବନ ଯୌଗିକର କିସ ଆଣବିକ ସଂକେତ ସମାନ କିନ୍ତୁ ପରମାଣୁ ସজ্ଜା ପୃଥକ, କିନ୍ତୁ ପରମାଣୁ ସଜ୍ଜା ପୃଥକ, ସେହି ଯୌଗିକ ମାନଙ୍କୁ ଆଇସୋମର କୁହାଯାଏ, ସେହି ଯୌଗିକ ମାନଙ୍କୁ ଆଇସୋମର କୁହାଯାଏ, ଆଇସୋମର କୁହାଯାଏ। ଆଇସୋମର କାହାକୁ କୁହାଯାଏ? ଯେଉଁ କାର୍ବନ ଯୌଗିକର ଆଣବିକ ସଂକେତ ସମାନ ହେଲା, କିନ୍ତୁ ହଉଛି ପରମାଣୁ ସଜ୍ଜା ପୃଥକ, ତାହାକୁ ଆଇସୋମର କୁହାଯାଏ। ଏକ୍ସାମ୍ପଲ ଗୋଟେ ଦେଇକି ବୁଝିବା, ଏକ୍ସାମ୍ପଲ ହେଲା, ଏକ୍ସାମ୍ପଲ ଗୋଟେ ହଉଛି C6H6, C6H6 ହେଲା। এই কার্বন যৌগিকর পরমাণু সজ্জা, মানে দেখো এইটা ଗୋଟେ
ଏଇଟା ଗୋଟେ ହଉଛି ଯୌଗିକ ହେଲା। ସେମିତି ଆହୁରି ଗୋଟେ ଯୌଗିକ ଅଛି, ତାର ନାମ ବି C6H6 ହେଲା। ଏମାନଙ୍କର ହଉଛି କିସ ଆଣବିକ ସଂକେତ। ଆଣବିକ ସଂକେତ ମାନେ ହଉଛି କାର୍ବନ ର ଆଣବିକ ସଂକେତ କିସ, କାର୍ବନ ର ଆଣବିକ ସଂକେତ C। ସେମିତି ହଉଛି ଏଇ C6H6 ର ଆଣବିକ ସଂକେତ କିସ C। ମାନେ ইয়ার নামটা কিস পড়বো, ইয়ার নাম পড়বো শোনো। এই ଗୋଟେ ফার্স্ট ছোট এক্সাম্পল দଉଛି CH3 CH2 CH3, নহলে হচ্ছে C3H6। ইয়ার নামটা কিস মিথ ইথ প্রোপিন ହେଲା। ୟାର ନାମ ପ୍ରୋପିନ। ଏଇ ପ୍ରୋପିନ ର ଏମିତି ପଡିଥିବ, ପ୍ରୋପିନ ର ଆଣବିକ ସଂକେତ କିଏ ଇଏ। ସେମିତି ୟାର ନାମ ଗୋଟେ ଥିବ, ତାର ଆଣବିକ ସଂକେତ କିଏ ଇଏ। ବୁଝିପାରିଲ? ଆମର ମିଥେନ ର ଆଣବିକ ସଂକେତ କେତେ CH4। ଆଣବିକ ସଂକେତ ମାନେ ବୁଝିଲ ହେଲା। ଦେଖ ଇଏ ଆଣବିକ ସଂକେତ ଦୁଇଟା ଯାକ ସେମ ଅଛି ନା ନାଇଁ, ସେମ ଅଛି, କିନ୍ତୁ ହଉଛି ଯୌଗିକ ଗୁଡିକ ଅଲଗା ଅଲଗା। ବୁଝିହେଲା? ଇଏ ଗୋଟେ ଅଲଗା ଯୌଗିକ, ଇଏ ଗୋଟେ ଅଲଗା ଯୌଗିକ। କି ପାଇଁ? ତାଙ୍କର ହଉଛି ପରମାଣୁ ସଜ୍ଜା ପୃଥକ। ବୁଝିହେଲା? ଯୋଉ ଯୌଗିକର ଆଣବିକ ସଂକେତ ସମାନ କିନ୍ତୁ ପରମାଣୁ ସଜ୍ଜା ପୃଥକ, ସେଇ ଯୌଗିକ ମାନଙ୍କୁ ବି କୁହାଯାଏ ଆଣବିକ ସଂକେତ ଆଇସୋମର କୁହାଯାଏ। ଯେମିତି ହଉଛି ଏଇ କାର୍ବନ ଯୌଗିକର ପରମାଣୁ ସଜ୍ଜା। ପରମାଣୁ ସଜ୍ଜା ମାନେ କେମିତି ପରମାଣୁ ମାନେ ସଜା ହେଇକି ରହିବ ତାଙ୍କର। କାର୍ବନ ଏମିତି ସଜା ହେଇକି ରହିଥାନ୍ତି, ଏଠି ଗୋଟେ କାର୍ବନ ଥାଏ ହେଲା, ଏମିତି ଏମିତି ସଜା ହେଇକି ରହିଥାନ୍ତି କାର୍ବନ ମାନେ। ଛଅଟା କାର୍ବନ ହେଲା ନା ନାଇଁ, ଛଅଟା କାର୍ବନ ହେଲା। ଆଉ ହଉଛି H ମାନେ ହଉଛି ଏମିତି ସଜା ହେଇକି ରହିଥାନ୍ତି, ଗୋଟେ କାର୍ବନ ସହ ଦୁଇଟା H। ଆଉ ଏଇ କାର୍ବନ ସହ ଦୁଇଟା H। ଏଇ ଏକ୍ସାମ୍ପଲ ଦେବାନି ହେଲା, ଆଉ ଗୋଟେ ସାଧା ଏକ୍ସାମ୍ପଲ ଦଉଛି। ସାଧା ଏକ୍ସାମ୍ପଲ ହଉଛି ଦୁଇଟା କାର୍ବନ ଯୌଗିକ କୁ ଅଛି C4H10 ହେଲା, C4H10, ଆଉ ଗୋଟେ ବି C4H10 ହେଲା। ଆଣବିକ ସଂକେତ ସମାନ ଦୁଇଟା ଯୌଗିକର, କିନ୍ତୁ ହଉଛି ପରମାଣୁ ସଜ୍ଜା ପୃଥକ। यार कार्बन ହଉଛି ଏମିତି ବି ସଜା ହେଇପାରିବ, ଜଣକାର କାର୍ବନ ଏମିତି ସଜା ହେଇପାରିବ ନା ନାହିଁ। ଏଇଟା ବି C4H10 ହଉଛି ହେଲା। ଆଉ ଏଇଠି ଏଇ ଯୌଗିକରେ କାର୍ବନକୁ ମୁଁ ଏମିତି ସଜାଉଛି, ତିନିଟା ଚାରିଟା, यार କେତେଟା ଗୋଟେ H ଦୁଇଟା ଇଏ ବି ଦେଖ ନା C4H10 ହଉଛି ନା ନାଇଁ, ଇଏ ବି C4H10 ହଉଛି ନା ନାଇଁ। କଣ କେତେଟା H ଅଛି କେତେଟା 4 ଅଛି, ନା କେତେଟା H ଅଛି କେତେଟା C ଅଛି। ये भी C4 एक दुई तीन चार C4, और H केटा तीन तीन छः, तीन चार पाँच छः सात आठ नौ दस। ये भी C4H10, ये भी C4H10 ହେଲା। କିନ୍ତୁ ହଉଛି ଏମାନଙ୍କର ଇଲେକ୍ଟ୍ରନ ସଜ୍ଜା ବା ସରି ଇଲେକ୍ଟ୍ରନ କହୁଛି ପରମାଣୁ ସଜ୍ଜା ପୃଥକ। ୟାର ପରମାଣୁ ସଜ୍ଜା କେମିତି ସଳଖ, ୟାର ହଉଛି କି ଶାଖା, ଏମିତି ହେଇଛି ଶାଖା ବାହାରିଛି ତଳକୁ ହେଲା। ତ ହଉଛି ୟାର କିନ୍ତୁ ସଳଖରେ ଅଛି, ତେବେ ହଉଛି ଏମାନଙ୍କୁ କିସ କୁହାଯିବ ଆଇସୋମର କୁହାଯିବ। ବୁଝିହେଲା? ଆଇସୋମର କାହାକୁ କୁହାଯାଏ ଜାଣିଲ? ଆଇସୋମର ହଉଛି ଯେଉଁ କାର୍ବନ ଯୌଗିକ ରହୁଛି ପରମାଣୁ ସଂକେତ ସମାନ ଆଉ ହଉଛି ପରମାଣୁ ସଜ୍ଜା ପୃଥକ, ତାହାକୁ ଆଇସୋମର କୁହାଯାଏ ହେଲା। ତ ଏଇ କ୍ୱେଶ୍ଚନ ଟା ମନେ ରଖିପାରିବ ହେଲା। C4H10 ଏକ୍ସାମ୍ପଲ ସହ ଦେବ। ବୁଝିହେଲା? ଯଦି ଆଇସୋମର ବିଷୟରେ 2 ମାର୍କ ପଡିଲା ସଂକ୍ଷିପ୍ତ ଟିପ୍ପଣୀ ଲେଖବ। ବୁଝିପାରିଲ? ତାପରେ ପଢବା ହଉଛି 2 ପଢିଛେ ନାଇଁ, ତାପରେ ପଢବା ହଉଛି कार्बन যৌগিকর নাম। ଗୋଟେ কার্বন কার্বন গ্রুপ কেତେଟା ଅଛି, ହାଲୋଜେନ ଗୋଟେ ଅଛି, ତାପରେ ଅଛି ଆଲଡିହାଇଡ ଗୋଟେ, କିଟୋନ ଗୋଟେ, ଆଲକୋହଲ ଗୋଟେ, ଆଉ ଗୋଟେ ହଉଛି କାର୍ବୋକ୍ସିଲିକ ଏସିଡ ହେଲା। ତ ସେଇ ଯେ ଆଲକୋହଲ ଗ୍ରୁପ ର ଗୋଟେ ଆଲକୋହଲ ର ନାମ ପଢବା ହେଲା। ଆଲକୋହଲ ଗ୍ରୁପ ର ହଉଛି ଆଲକୋହଲ ଗ୍ରୁପ ର କିଏ କିଏ ହେବେ ଦେଖ। ଆଲକୋହଲ ଗ୍ରୁପ ଲେଖୁଛେ ହେଲା, ଆଲକୋହଲ, ଆଲକୋହଲ, ଆଲକୋହଲ ରହୁଛି
ଇଏ ସଂକେତଟା କିସ ମାନେ ସଂକେତ କହୁଛି ସକ୍ରିୟ ଗ୍ରୁପ କିଏ OH। OH ହଉଛି ସକ୍ରିୟ ଗ୍ରୁପ। ଆଉ ଆଲକୋହଲ ର ମାନେ ହଉଛି ତାର ଯଦି ବନେଇବେ ଆଲକୋହଲ ର ହୋମୋଲୋଗ ଶ୍ରେଣୀ କିଏ କିଏ ହେଇପାରିବେ? ମିଥାନଲ ଗୋଟେ, ମିଥାନଲ CH3OH ଗୋଟେ ହେଇପାରିବ, ୟାର ନାମ କିସ ମିଥାନଲ। ତାପରେ ହଉଛି ମିଥାନଲ, ତାପରେ ଇଥାନଲ ବି ହେଇପାରିବ, CH3CH2OH ହେଲା, CH3CH2OH ୟାର ନାମ କିସ ଇଥାନଲ। ତାପରେ ହଉଛି କିସ ହେଇପାରିବ ପ୍ରୋପାନଲ, ପ୍ରୋପାନଲ, ତାପରେ ବ୍ୟୁଟାନଲ, ପେଣ୍ଟାନଲ ସେମିତି ହେଇପାରିବେ ନା। ତ ମୁଁ ହଉଛି ଗୋଟେ ସେ ଆଲକୋହଲ ର ଏଗୁଡା ହଉଛି କିସ ୟାର ଇଏ ହଉଛି କିସ ହୋମୋଲୋଗ ଶ୍ରେଣୀ। ଆଲକୋହଲ ର ହୋମୋଲୋଗ ଶ୍ରେଣୀ ଭିତରୁ ଗୋଟେ ଇଥାନଲ ବିଷୟରେ ସମ୍ପୂର୍ଣ୍ଣ ପଢବି ବୁଝିଲା। ମିଥାନଲ ବିଷୟରେ ପଢବାର ନାହିଁ ମୋର, ଖାଲି ଇଥାନଲ ବିଷୟରେ ପଢବି, ବୁଝିପାରିଲ। ତ ଇଥାନଲ ବିଷୟରେ ପଢବା, ହେଡିଙ୍ଗ ଦିଅ ଇଥାନଲ। ଇଥାନଲ ହେଡିଙ୍ଗ ଦିଅ। ଇଥାନଲ ଏଇଟା ଗୋଟେ କିସ ଆଲକୋହଲ ନା କିସଟା? କିନ୍ତୁ କ୍ୱେଶ୍ଚନ ପଡିଯିବ ଇଥାନଲ ର ସକ୍ରିୟ ଗ୍ରୁପ କିସ? ନାମରୁ ଜଣା ପଡୁଛି ନଲ ଲାଗିଛି ମାନେ ଅଲ ଲାଗିଛି ମାନେ କିସ ଆଲକୋହଲ। ହେଡିଙ୍ଗ ଦେଲ। ଇଥାନଲ ର ସଂକେତ କେମିତି? ପରମାଣୁ ସଂକେତ କେମିତି? ପରମାଣୁ ସଂକେତ କେମିତି ମନେ ରଖ ହେଲା। ଏ ଲଙ୍ଗ କ୍ୱେଶ୍ଚନ ବି ପଡିଯିବ ଇଥାନଲ ର ଧର୍ମ ଇଥାନଲ ବିଷୟରେ ଲେଖ ହେଲା। ଭେରି ଭେରି ଇମ୍ପୋର୍ଟାଣ୍ଟ। ଇଥାନଲ ର ସଂକେତ କେମିତି ହବ କହିପାରିବ? ଦୁଇଟା H ଥିବ, CH3CH2OH ହେଲା, ଆଉ ନହେଲେ ଏମିତି ବି ଲେଖିପାରିବ C2H5OH ହେଲା। ଆଲକେନ ହଉଛି କି C2H6 ଥାଏ, ଗୋଟେ ସିକ୍ସ ରୁ ନା ଛଅଟା H ରୁ ଗୋଟେ H କାଢିକି OH ବସେଇ ଦବ ବୁଝିଲା। ଏ ହଉଛି କିସ ହବ ଆମର ଇଏ ଇଥାନଲ, ବୁଝିପାରିଲ ନା। C3H2OH ହେଲା, ଇଥାନଲ ପରମାଣୁ ସଂକେତ ଏମିତି। ତାପରେ ସେକେଣ୍ଡ ପଏଣ୍ଟ ରଖିବା ହଉଛି ଇଥାନଲ ତୁମେ ଯୋଉ ଦେଖିନ ଯୋଉ ମଦ ପିଏ ମଦକୁ ବି ଆଲକୋହଲ କୁହାଯାଏ ଯେ ହେଲା। ଆଲକୋହଲ ର ବହୁତ ଗୁଡା ହୋମୋଲୋଗ ଶ୍ରେଣୀ ଅଛି ଯେମିତି ମିଥାନଲ, ଇଥାନଲ, ପ୍ରୋପାନଲ, ବ୍ୟୁଟାନଲ। ତ ତୁମେ ସବୁ ଗୁଡାକୁ ପିଇ ପାରବ ନା, ସବୁ ଗୁଡାକୁ ପିଇ ପାରବନି ହେଲା। ଆମେ ପିଉଥିବା ଆଲକୋହଲ ଟାକୁ କିସ କୁହାଯାଏ ଇଥାନଲ ବୁଝିହେଲା। ଆମେ ହଉଛି ଯୋଉଟା ପିଉ ସେଇଟାକୁ କିସ କୁହାଯାଏ ଇଥାନଲ ହେଲା। ଏହା ହଉଛି ତରଳ ପଦାର୍ଥ ହେଲା। ଏହା ତରଳ ପଦାର୍ଥ। ଅଲଗା ଗୁଡା ବିଷାକ୍ତ ଜିନିଷ ଗୁଡା ବୁଝିହେଲା। ଏଇ ଇଥାନଲ ଟା କିସଟା ତରଳ ଟା। ତାପରେ ହଉଛି ଏହାକୁ କୋଉଠି ବ୍ୟବହାର କରାଯାଏ କହନା, ଏହାକୁ ବ୍ୟବହାର କରାଯାଏ ହଉଛି ଏହାକୁ କଫ୍ ସିରପ ଶୁଣିଛ କଫ୍ ସିରପ କାଶ ଔଷଧ। କଫ୍ ସିରପ ଗୋଟେ ପିଅ ଯେ କାଶର ଔଷଧ, ଔଷଧ। ତାପରେ ହଉଛି ଟନିକ, ଟନିକ ରେ ମଧ୍ୟ ବ୍ୟବହାର କରାଯାଏ, ଟନିକ ରେ ବ୍ୟବହାର କରାଯାଏ। ଏହାକୁ କାଶର ଔଷଧ ଟନିକ ଓ ସାଧାରଣ ସାଧାରଣ ପାନୀୟ, ସାଧାରଣ ପାନୀୟ ମାନେ କି ସାଧାରଣ ମଦରେ ବି ବ୍ୟବହାର କରାଯାଏ ବୁଝିଲ। ମଦରେ ବି ବ୍ୟବହାର କରାଯାଏ, ବ୍ୟବହାର କରାଯାଏ, ବୁଝିପାରିଲ। ଇଥାନଲ ହଉଛି କିସ ଇଥାନଲ ଗୋଟେ କି ଦ୍ରବ୍ୟ ତରଳ, ତରଳ ସରି ଇଥାନଲ ଟା ଗୋଟେ ତରଳ ପଦାର୍ଥ ହେଲା। ଆମେ ପିଉଥିବା ଆଲକୋହଲ ଟା କୋଉଠୁ ମାନେ ହଉଛି ମିଥାନଲ। ଆମେ ଯୋଉ ଆଲକୋହଲ ଟା ପିଉଛେ ସେଇଟା କୋଉ ଆଲକୋହଲ ଟା ଇଥାନଲ ଟା ପିଉଛେ ବୁଝିହେଲା। ଇଥାନଲ ଟା ପିଉଛେ। ତାପରେ ହଉଛି ଏଇ ଆଲକୋହଲ ବ୍ୟବହାର ଜାଣିଲ ହେଲା। ତ ସେଇ ଆଲକୋହଲ ର ମାନେ ହଉଛି ଟିକେ ରାସାୟନିକ ପ୍ରତିକ୍ରିୟା ଲେଖିଦବା ହେଲା। ଆଲକୋହଲ କୁ ସୋଡିୟମ ସହ ପ୍ରତିକ୍ରିୟା କରାଇଲେ କିସ ହୁଏ ବୁଝିପାରିଲ। ଆଲକୋହଲ କୁ କାହା ସହ ପ୍ରତିକ୍ରିୟା କରିବା ସୋଡିୟମ ସହ ପ୍ରତିକ୍ରିୟା କରିବା।
ଆଲକୋହଲ ମାନେ ସେଇ ଇଥାନଲକୁ ବୁଝିଲ। ତ ଏଇ ଇଥାନଲର ରାସାୟନିକ ପ୍ରତିକ୍ରିୟା ହେଲା। ଇଥାନଲର ରାସାୟନିକ ପ୍ରତିକ୍ରିୟା। ପ୍ରତିକ୍ରିୟା ଇଥାନଲର ରାସାୟନିକ ପ୍ରତିକ୍ରିୟା। ଇଥାନଲର ସଂକେତ କିସ? CH3 CH2 OH। ଇଥାନଲ କୁ କାହା ସହ ପ୍ରତିକ୍ରିୟା କରେଇବି? ଫାର୍ଷ୍ଟ ହଉଛି ସୋडियम ସହ। ଇଥାନଲ କୁ ସୋडियम ସହ ପ୍ରତିକ୍ରିୟା କରେଇଲେ କିସ ବାହାରେ କହନା? ଆମର ବାହାରେ ଅଛି ସୋडियମ ଇଥୋକ୍ସାଇଡ୍। କିସ ବାହାରେ? ସୋडियମ ଇଥୋକ୍ସାଇଡ୍। ତାର ନାମଟା ହଉଛି ମାନେ ତାର ସଂକେତଟା ହଉଛି CH3 CH2 Na ପ୍ଲସ୍ H2 C3 CH2 ONA ହେଲା ପ୍ଲସ୍ H2 ଏଇଟା ବାହାରେ ହେଲା। ମନେ ରଖିବ ରାସାୟନିକ ପ୍ରତିକ୍ରିୟାଟା ଆମର ଇଥାନଲ କୁ କାହା ସହ ପ୍ରତିକ୍ରିୟା କରେଇଲେ? ଇଥାନଲ କୁ ସୋडियम ସହ ରାସାୟନିକ ପ୍ରତିକ୍ରିୟା କଲେ କିସ ବାହାରେ? ସୋडियम ଇଥୋକ୍ସାଇଡ୍। এর নাম হচ্ছে কিস? C3CH2 ও N এর নাম হচ্ছে সোডিয়াম ইথোক্সাইড। ইথোক্সাইড বাহারে ଆଉ ହଉଛି ହାଇଡ୍ରୋଜେନ ବାହାରେ ବୁଝିଲା। ତାପରେ ଆଉ ଗୋଟେ ହଉଛି ରାସାୟନିକ ପ୍ରତିକ୍ରିୟା କରିବା ଅପୃକ୍ତ ହାଇଡ୍ରୋକାର୍ବନ ସହ ହେଲା। ସେକେଣ୍ଡ ରାସାୟନିକ ପ୍ରତିକ୍ରିୟା ହଉଛି ସଲଫ୍ୟୁରିକ ଏସିଡ ସହ। କାହା? ଗାଢ ସଲଫ୍ୟୁରିକ ଏସିଡ। ସଲଫ୍ୟୁରିକ ଏସିଡ ର ସଂକେତ କିସ? ସଲଫ୍ୟୁରିକ ଏସିଡ ସହ H2SO4 ହେଲା। ଯେତେବେଳେ ହଉଛି ଇଥାନଲ ମାନେ ହଉଛି CH3 CH2 OH ହେଲା। ଇଥାନଲ ର ସଂକେତ କିସ? CH3 CH2 OH। କାହାର ସହ ପ୍ରତିକ୍ରିୟା କରେଇବି? ଆମର ସଲଫ୍ୟୁରିକ ଏସିଡ ସହ ହେଲା। ୟାକୁ ଉପରେ ଲେଖୁଛି ଗାଢ ସଲଫ୍ୟୁରିକ ଏସିଡ বা ପ୍ଲସ ଦେଇକି ବି ଲେଖିପାରିବ ହେଲା। ଗାଢ H2SO4 ସହ ଯେତେବେଳେ ପ୍ରତିକ୍ରିୟା କରେ କିସ ହୁଏ କୁହନା? ଆଲକିନ ବାହାରେ। CH3 ନା CH2 CH2 କିସ ହେଲା କୁହନା? ଆଲକିନ ବାହାରେ ଆଉ ହଉଛି ଜଳ ବାହାରେ। এটা কিসটা আলকিন যে ডবল বন্ড ଅଛି মানে আলকিন। ଇଏ ହଉଛି ଇଥାନଲ ଥିଲା ହେଲା। ଏଠୁ କିସ ବାହାରିବ? ଇଥିନ। କେତେ ଇଏର କହନା? 443 डिग्री 443 କେଲଭିନ ରେ ବୁଝିଲା। ମନେ ରହିବ। ତାପରେ ଏଇଟା ସରିଲା, ଇଥାନଲ ସରିଲା ହେଲା। ଇଥାନଲ ର ସଂକେତ କିସ? ଇଥାନଲ ର ସଂକେତ ହଉଛି CH3CH2OH ହେଲା। ତ ତୁମେ ଏଇ ସଂକେତ ଟା ବନେଇ ପାରୁନଥିବ ହେଲା। ଏଇନା ବୁଝତେ ପଡୁଥିବ। ଏଇ ଲାଷ୍ଟ ପଢେଇ ସାରିକି ଏଇ ବିଷୟଟା ପଢେଇ ସାରିକି କେମିତି ବନାନ ହେଲା ଶିଖେଇଦେବି। ତାପରେ ହଉଛି ଏହାର ତରଳ ପଦାର୍ଥ, ଏହାର ବ୍ୟବହାର କୋଉଠି ହୁଏ? କାଶରେ ଆଉ ହଉଛି କାଶର ଔଷଧରେ। ତାପରେ ହଉଛି ସେଇ ଯେ ଟନିକ ରେ। ତାପରେ ହଉଛି ଟନିକ ରେ କିସ ଜିନିଷଟା ସେଟା ମୁଁ ବି କହିପାରିବିନି ହେଲା। ଟନିକ ଟା କିସ ଜିନିଷଟା ମୋର ବି ଏତେ ଟନିକ ଟା ଜାଣିନି ହେଲା। ତ ହଉଛି ମଦରେ ବ୍ୟବହାର ହୁଏ। ମଦରେ କୋଉଠି ବ୍ୟବହାର ହୁଏ? ମଦରେ ପିଇବା ମଦରେ କିସ ଥାଏ କୁହ ନା? ଆଲକୋହଲ ପିଇ ଦେଇଛି। ଆଲକୋହଲ ମାନେ କେଉଁ ଆଲକୋହଲ ଟା ଥାଏ? এই ইথানলটা পাই। তারপরে হচ্ছে ইথানল রাসায়নিক প্রতিক্রিয়া। ইথানল বা আলকোহল রাসায়নিক প্রতিক্রিয়া ହେଲା। আলকোহল କୁ ଯେତେବେଳେ ହଉଛି NaSO ମାନେ ହଉଛି ସୋଡିୟମ ସହ ପ୍ରତିକ୍ରିୟା କରାଯାଏ କିସ ବାହାରେ? ସୋଡିୟମ ଇଥୋକ୍ସାଇଡ ଆଉ ହାଇଡ୍ରୋଜେନ ଗ୍ୟାସ ବାହାରେ ବୁଝିଲା। କହିବ ହଉଛି ଇଥାନଲ ଆମର ମାନେ ଆଲକୋହଲ ସୋଡିୟମ ସହ ପ୍ରତିକ୍ରିୟା କଲେ କିସ ବାହାରିବ ବୁଝିଲା। କିସ ବାହାରିବ? ସୋଡିୟମ ଇଥୋକ୍ସାଇଡ ହେଲା। ତ ହଉଛି ସୋଡିୟମ ଇଥାନଲ ସହ ସୋଡିୟମ ଇଥୋକ୍ସାଇଡ। ପ୍ରୋପାନଲ ସହ କିସ? ସୋଡିୟମ ପ୍ରୋପାକ୍ସାଇଡ ହେଲା। ତ ହଉଛି ମନେ ରଖିବ ଇଥାନଲ ସହ ସୋଡିୟମ ପ୍ରତିକ୍ରିୟା କଲେ ସୋଡିୟମ ଇଥୋକ୍ସାଇଡ ବାହାରେ ଆଉ ହାଇଡ୍ରୋଜେନ ଗ୍ୟାସ। ତାପରେ ହଉଛି ଆଲକୋହଲ କୁ ଗାଢ ସଲଫ୍ୟୁରିକ ଏସିଡ ଆଉ ହଉଛି 443 କେଲଭିନ ରେ ହଉଛି ପ୍ରତିକ୍ରିୟା କରେଇଲେ ହଉଛି କିସ ବାହାରେ? ଇଥିନ ବାହାରେ ଆଉ ଜଳ ବାହାରେ ବୁଝିପାରିଲ। ଏଇନା ହଉଛି ହେଡିଙ୍ଗ ଦେବି ହଉଛି ଆଉ ଗୋଟେ ଲଙ୍ଗ କ୍ୱେଶ୍ଚନ বা ସର୍ଟ କ୍ୱେଶ୍ଚନ ହେଲା। ଇଥାନୋଇକ ଏସିଡ ର ଧର୍ମ। ଇଥାନୋଇକ ଏସିଡ ହେଲା। ଇଥାନୋଇକ ଏସିଡ
ଇଥାନୋଇକ ଏସିଡ। ଇଥାନୋଇକ ଏସିଡ ଦେଖ ୟାର ସଂକେତଟା କେମିତି ବନେଇବ ହେଲା। ୟାର ସଂକେତ ବନେଇବା ପାଇଁ ହେଲେ ତୁମକୁ ଏଟା ହଉଛି ଓଇକ ଏସିଡ ମାନେ ହଉଛି ୟାର ଗ୍ରୁପ ଟା କୋଉଟା କୋଉ ସକ୍ରିୟ ଗ୍ରୁପ କୋଉଟା? ওইক এসিড মানে কিস তার গ্রুপটা পছଆଡେ ଦେଖ ବନେଇଛେ ଟେବୁଲ। ଗ୍ରୁପ ର ନାମ କିସ କାର୍ବୋକ୍ସିଲିକ ଏସିଡ ହେଲା। ତ ହଉଛି କିସ ଲାଗବ ଏଠି COOH ଲାଗବ ହେଲା। ତ ୟାର ନାମଟା କେମିତି ହବ ଦେଖ ନାମଟା କେମିତି ହବ ୟାର ନାମଟା କେମିତି ହବ ଇଥାନୋଇକ ଏସିଡ ମାନେ ସି ଇଥ ମାନେ କିସ ଇଥ ମାନେ ଦୁଇଟା କାର୍ବନ ରହିବ କେତେଟା କାର୍ବନ ରହିବ ଦୁଇଟା କାର୍ବନ ରହିବ ହେଲା। ଇଥାନୋଇକ ଏସିଡ ମାନେ ହଉଛି କିସ ଓ এইচ ଡବଲ ବଣ୍ଡ ଓ এইচ এইଟା ଲାଗିଥିବ ହେଲା। ତ ଗୋଟେ କାର୍ବନ ସହ ଏତିକି ଲାଗିଛି ଆଉ ଗୋଟେ ଏଇ କାର୍ବନ ର ହାତ କେତେଟା ହବ ତିନିଟା ବୁଝିହେଲା। ତ ହଉଛି ୟାର ଚିତ୍ର ସିନା ଏମିତି ହେଲା ୟାର ସଂକେତଟା କିସ ହବ ସଂକେତଟା CH3 CH3 ତାପରେ ହଉଛି CH2 ନା ସରି CH3 COOH ୟାର ସଂକେତ କେମିତି CH3 COOH। ଦେଖଲ ଏମିତି କ୍ୱେଶ୍ଚନ ପଡିଯିବ ଏହାର ସକ୍ରିୟ ଗ୍ରୁପ କିସ ଏହାର ସକ୍ରିୟ ଗ୍ରୁପ କିସ ୟାର ସକ୍ରିୟ ଗ୍ରୁପ କିସ ଥିଲା ଆଲକୋହଲ। ଏହା ତରଳ ପଦାର୍ଥ ହେଲା ଏହାର ସକ୍ରିୟ ଗ୍ରୁପ ଆଲକୋହଲ ୟାର ସକ୍ରିୟ ଗ୍ରୁପ କିସ କାର୍ବୋକ୍ସିଲିକ ଏସିଡ ଦେଖିଦିଅ ଏହାର ସକ୍ରିୟ ଗ୍ରୁପ ହଉଛି କାର୍ବୋକ୍ସିଲିକ ଏସିଡ। ଏସିଡ ହେଲା। ତ ୟାର ଧର୍ମ ଲେଖିଦବା ହେଲା ଧର୍ମ। ତ ଧର୍ମ ହଉଛି ଏଇ ଆମର ହଉଛି ଇଥାନୋଇକ ଏସିଡ ଟା କେମିତି ହୁଏ କହନା ଇଏ ଗୋଟେ ହଉଛି ରଙ୍ଗହୀନ ପଦାର୍ଥ କେମିତି ରଙ୍ଗହୀନ ପଦାର୍ଥ ଏହା ରଙ୍ଗହୀନ ହେଲା। ଆଉ ୟାର ବାସ୍ନା ଟା କେମିତି କହନା ବାସ୍ନା ହଉଛି ଭିନେଗାର ଭିନେଗାର ଶୁଣିଛ ବାସ୍ନା ହଉଛି ଭିନେଗାର ପରି ତାର ବାସ୍ନା ହଉଛି ଭିନେଗାର ପରି। ତ ହଉଛି ଏସିଡ ଲାଗିଛି ମାନେ ଇଏ ଗୋଟେ ଏସିଡ ନା ନାଇଁ ଏସିଡ ହେଲା। ତ ତୁମେ ଧାତୁ ଅଧାତୁ ତ ନୁହଁ ତା ପୂର୍ବ ଅମ୍ଳ ଆଉ କ୍ଷାରରେ ପଢିଥିବ ଇଥାନୋଇକ CH3COOH ପଢିଛ ନା ନାଇଁ CH3COOH ପଢିଛ ଅଛି ଅମ୍ଳ କ୍ଷାର ଲବଣରେ ଅଛି CH3COOH ଇଏ ଗୋଟେ ଦୁର୍ବଳ ଅମ୍ଳ ନା ସବଳ ଅମ୍ଳ କି ଅମ୍ଳ କହିପାରିବ ଏଇଠି ଅଛି CH3COOH ଇଏ ଗୋଟେ ଦୁର୍ବଳ ଅମ୍ଳ ନା ସବଳ ଅମ୍ଳ ମନେ ରଖିବ ଇମ୍ପୋର୍ଟାଣ୍ଟ ଇଏ ହଉଛି କିସ ଅମ୍ଳ ଦୁର୍ବଳ ଅମ୍ଳ ହେଲା। ଏହା ହଉଛି ଦୁର୍ବଳ ଅମ୍ଳ ଲେଖିଦବା ଏହା ଦୁର୍ବଳ ଅମ୍ଳ ବୁଝିହେଲା। ତାପରେ ୟାର ଗଣନାଙ୍କ ଲେଖିଦବା ହେଲା ଗଣନାଙ୍କ ମାନେ କିସ ଯେତେବେଳେ ତରଳେ ହେଲା କେତେ ତାପମାତ୍ରାରେ ତରଳେ ସେଇଟାକୁ ତାର ଗଣନାଙ୍କ କୁହାଯାଏ। ଏହାର ଗଣନାଙ୍କ ହଉଛି ଏହାର ଗଣନାଙ୍କ ହଉଛି 156 ହେଲା ସରି ଏଇଟା ଏହାର ଗଣନାଙ୍କ ହଉଛି 290 କେଲଭିନ ହେଲା। ଆଉ ହଉଛି ଫୁଟନାଙ୍କ କେତେ ଫୁଟନାଙ୍କ ହଉଛି 391 କେଲଭିନ ମନେ ରହିବ। ତାପରେ ହଉଛି ଛାତ୍ରୀ ନାଇଁ ନାଇଁ ବୁଝିବେ
ତାପରେ ଆଉ ଗୋଟେ ପଏଣ୍ଟ ଲଖ, ଏହା ଥଣ୍ଡା ଋତୁରେ ହେଲା, ଜଳ ଶୀତ ଋତୁରେ ଏହା ଘନୀଭୂତ ହେଇଯାଏ। ଏଇ ଏସିଡ ଟା ଶୀତ ଋତୁରେ କିସ ହେଇଯାଏ କୁହ ନା, ବରଫ ହେଇଯାଏ ହେଲା, ଘନୀଭୂତ ହେଇଯାଏ। ସେଇଥିପାଇଁ ହଉଛି ୟାକୁ କିସ କୁହାଯାଏ କୁହ ନା, ଗ୍ଲାସିଆଲ ମଧ୍ୟ କୁହାଯାଏ ହେଲା। ଏହା ଶୀତ ଋତୁରେ, ଶୀତ ଋତୁରେ ବା ଥଣ୍ଡା ଋତୁରେ ହେଲା, ଏହା ଶୀତ ଋତୁରେ ଘନୀଭୂତ ହେଇଯାଏ, ଘନୀଭୂତ ହୁଏ। ଏବଂ ଏହାକୁ ଗ୍ଲାସିଆଲ ମଧ୍ୟ କୁହାଯାଏ, ଗ୍ଲାସିଆଲ, ଗ୍ଲାସିଆଲ ମଧ୍ୟ କୁହାଯାଏ। ବୁଝିହେଲା ନା? ଏଇନା ହଉଛି ইয়ার କିସ ଲେଖବା, ইয়ার ଲେଖବା ହଉଛି ମାନେ ହଉଛି ରାସାୟନିକ ପ୍ରତିକ୍ରିୟା ହେଲା। या रासायनिक प्रतिक्रिया ଲେଖବା। या रासायनिक प्रतिक्रिया ହଉଛି अल्कोहल सह प्रतिक्रिया करवा है। यार नाम हूँ कि इथानोइक एसिड अल्कोहल सह प्रतिक्रिया, इथानोइक रो अल्कोहल सह प्रतिक्रिया, अल्कोहल अल्कोहल नाम हूँ इथानल सह प्रतिक्रिया है। एमती रखवा। इथानल सह प्रतिक्रिया, फास्ट प्रतिक्रिया टा का सह इथानल सह प्रतिक्रिया है, इथानल सह प्रतिक्रिया। तो इथानल सह प्रतिक्रिया कले आमर हूँ एटा किस CH3 CH2 OO H CH3 सॉरी CH3 COOH CH3 COOH CH3 COOH ହେଲା। याकू कार सह प्रतिक्रिया करेगा इथानल सह, इथानल रो संकेत किस CH3 CH2OH। तो इथानल सह प्रतिक्रिया करेगा किस बाहरिबो कुआ ना, हमर बाहरिबो होछि इथान इथाइल इथानोएट, तार संकेत होछि CH3 C डबल बॉन्ड प्लस H2 ହେଲା। ଏଇଟା ଲେଖ। यार नाम होछि इथाइल इथानोएट ହେଲା, ବା होछि किस ବା होछि इस्टर ହେଲା। यार नाम होछि इथाइल इथानोएट नोएट বা ইস্টর। এর নাম কি ইস্টর বা ইথাইল ইথানয়েড। তো মনে 1 মার্ক ପାଇଁ क्वेश्चन পড়ে ইথাইল ইথানয়েড রହୁଛି সংকেତ କେମିତି କିସ C3 COO C2 CH3, ଏହାକୁ କିସ କୁହାଯାଏ ଇଥାଇଲ ଇଥାନଏଡ বা হচ্ছে ইস্টর। বুঝে না? তো হচ্ছে সেই ইস্টরটাକୁ কিরে ব্যবহার করা যায় কোনা, ইস্টরটাକୁ হচ্ছে আমার ব্যবহার করা যায় হচ্ছে আমার অতରରେ ব্যবহার করা যায়, বুঝে না? এই ইস্টরটাକୁ তলে স্টার মার্ক দেখে লিখি দিও, ইস্টরକୁ হচ্ছে অতରରେ ব্যবহার করা যায়, ইস্টরକୁ অতରରେ ব্যবহার করা যায় ହେଲା। ইস্টর নাই এস্টর ହେଲା, এস্টর সরি এস্টর, এস্টর লেখো এস্টর, স্টার মার্ক দেখে লিখি দিও। এস্টরକୁ কোଉଠି ব্যবহার করা যায়, এস্টরକୁ সুগন্ধযুক্ত পদার্থরে ব্যবহার করা যায়। ଏଷ୍ଟର ବାସ୍ନାଟା ହଉଛି ମାନେ ସୁଗନ୍ଧ ବାସ୍ନା ହେଲା, ତ ସେଇ ପାଇଁ ହଉଛି ଖାଦ୍ୟ ପଦାର୍ଥର ବାସ୍ନା ପାଇଁ ବ୍ୟବହାର କରାଯାଏ, ବ୍ୟବହାର କରାଯାଏ। ବୁଝିପାରିଲ? ତାପରେ ହଉଛି ଆଉ ଗୋଟେ ରାସାୟନିକ ପ୍ରତିକ୍ରିୟା, ଆମର ଏଇ ଇୟାକୁ କ୍ଷାର ସହ ପ୍ରତିକ୍ରିୟା କରିବା ହେଲା। NaOH ମାନେ କିସ, NaOH ର ନାମ NaOH, NaOH ସହ ପ୍ରତିକ୍ରିୟା। ସେକେଣ୍ଡ ପ୍ରତିକ୍ରିୟା କାହାର ସହ
NaOH ପ୍ରତିକ୍ରିୟା ତ ହଉଛି NaOH ଟା କିସଟା সোডিয়াম হাইড্রোক্সাইড ଆମର ହଉଛି সোডিয়াম ହାଇଡ୍ରୋକ୍ସାଇଡ ପ୍ରତିକ୍ରିୟା କରିବା সোডিয়াম ହାଇଡ୍ରୋକ୍ସାଇଡ ସହ କାହାକୁ C3COOH କୁ NaOH ସହ ପ୍ରତିକ୍ରିୟା କରିବା କିସ ବାହାରିବ ଦେଖବା সোডিয়াম হাইড্রোজেন কার্বনেট কিসব বাহারে CH3COO Na প্লাস H2 সোডিয়াম হাইড্রোজেন কার্বনেট বাহারে হাইড্রোজেন কার্বনেট তার সহ এইটা বাহারে মনে রহিব তারপরে হচ্ছে থার্ড প্রতিক্রিয়া কার সহ করলাম থার্ড প্রতিক্রিয়া হচ্ছে আমরা করবা হচ্ছে সোডিয়াম কার্বনেট সহ প্রতিক্রিয়া হবো সোডিয়াম কার্বনেট আর সোডিয়াম হাইড্রোজেন কার্বনেট শুনেছো যে ওটা হচ্ছে খাইবা সোডা ওটা হচ্ছে কিসব সোডা দইবা সোডা তাহলে হচ্ছে Na2CO3 Na2 ଟା CO3 ଟା କିସ সোডিয়াম বাইকার্বনেট ହେଲା ଇଏ କାହାର ସଂକେତ ଦହିବା ସୋଡା ନା ଖାଇବା ସୋଡା ହଁ କାହାର ସଂକେତ ଦେଖିଛ ନା କିସ କାହାର ସଂକେତ ଖାଇବା ସୋଡା ହେଲା ଖାଇବା ସୋଡାର ହଉଛି ସଂକେତ ହଉଛି କିସ ଖାଇବା ସୋଡା ଦହିବା ସୋଡାର ହଉଛି ଆକ୍ଚୁଆଲି ୟାର ସଂକେତଟା ହଉଛି NaHCO3 ହେଲା Na2CO3 ନାହିଁ NaHCO3 ଆଉ ୟାର ସଂକେତଟା ହଉଛି ଧୋଇବା ସୋଡାର ସଂକେତ କିସ ଧୋଇବା ସୋଡାର ସଂକେତ ହଉଛି NaH ନା Na2CO3 10H2O ତ Na2CO3 ସହ ପ୍ରତିକ୍ରିୟା କରେଇବା କାହାକୁ ଆମର ହଉଛି ୟାକୁ ତାର ନାମ କିସ ଇଥାନୋଇକ ଏସିଡ C3COOH କୁ ଯେତେବେଳେ ହଉଛି Na2CO3 ସହ ପ୍ରତିକ୍ରିୟା କରେଇବା କିସ ବାହାରିବ କୁହ ନା ଆମର ବାହାରିବ ହଉଛି ଇଥାନୋଇକ ଏସିଡ ସରି ଇଥାନୋଇକ ଏସିଡ ନୁହଁ ହାଇଡ୍ରୋଜେନ सोडियम हाइड्रोजन कार्बोनेट ହେଲା सोडियम हाइड्रोजन कार्बोनेट এইটা ହିଁ ବାହାରିବ ହେଲା ମନେ ରଖ CH3COOH କୁ Na2CO3 ସହ ପ୍ରତିକ୍ରିୟା କଲେ ବି ସେଇ সোডিয়াম ହାଇଡ୍ରୋଜେନ କାର୍ବୋନେଟ ହିଁ ବାହାରିବ CH3COO Na ହିଁ ବାହାରିବ ତାର ସହ ଜଳ ବାହାରିବ ଆଉ କାର୍ବନ ଡାଇଅକ୍ସାଇଡ ବାହାରିବ यार नाम लिखिदेବ सोडियम हाइड्रोजन कार्बोनेट ହେଲା ଆଉ ଯଦି ଆମେ IV NaHCO3 ସହ ପ୍ରତିକ୍ରିୟା କରିବା ହେଲା ସହ ପ୍ରତିକ୍ରିୟା କରିବା ସେଇଟା ହିଁ ବାହାରିବ NaHCO3 ସହ ପ୍ରତିକ୍ରିୟା କରାଇଲେ ବି ସେଇଟା ହିଁ ବାହାରିବ ହେଲା এই ସମୀକରଣଟା ଲିଖିଦିଅ ଦେଖିକି CH3COOH ପ୍ଲସ୍ NaHCO3 ସେଇଟା ହିଁ ବାହାରିବ CH3COO Na ପ୍ଲସ୍ H2O ପ୍ଲସ୍ CO2 ବୁଝିଗଲ सोडियम हाइड्रोजन कार्बोनेट ହେଲା ନା ଓହୋ ଆଉ ଥରେ କିସ କିସ ପଢେଇଲେ ବୁଝଉଛି ହେଲା ଲାଷ୍ଟ ରହିଲା ହଉଛି ସାବୁନ ବୁଝିହେଲା ସାବୁନ ପଢିଦେଲେ ଆମର ବିଷୟ ସରିଲା ଫାର୍ଷ୍ଟ ପଢିଥିଲେ କାର୍ବନ ଗୋଟେ କିସ ପଦାର୍ଥ ତାପରେ ପଢିଥିଲେ ହଉଛି କାର୍ବନର ପରମାଣୁ କ୍ରମାଙ୍କ କେତେ 6 ତାର କାର୍ବନର ପାରମାଣବିକ ବସ୍ତୁତ୍ୱ କେତେ 12 U ଇଲେକ୍ଟ୍ରନ ସଂରଚନା 24 ଯୋଜ୍ୟତା ହଉଛି 4 ଆଉ ହଉଛି ଭୂତ ଗର୍ଭରେ 0.02% ରହିଛି ବାୟୁରେ ହଉଛି 0.03% ରହିଛି ବୁଝିଲା ଏତିକି ତ ପଢିଥିଲେ ତ ହଉଛି ତୁମର ଏଠି ଭୁଲ କିସ ହଉଛି କୁହ ନା ତୁମେ ଏଟାକୁ ସିରିଆଲି ମନେ ରଖିଦେଇଛ ହେଲା 6 12 24
0.02 0.03 ହେଲା। ମାନେ ହଉଛି ଇଲେକ୍ଟ୍ରନ ସଂରଚନା ଯଦି ମୁଁ ପଚାରି ଦଉଛି ତୁମେ କହି ଦଉଛ 6, ଯୋଗ୍ୟତା ପଚାରି ଦଉଛି 6 କହି ଦଉଛ, ବୁଝିହେଲା। ତ ସେମିତି କହିବନି, ଯୋଗ୍ୟତା ହଉଛି 4, ଇଲେକ୍ଟ୍ରନ ସଂରଚନା କିସ 2 4 ହେଲା। ଇଲେକ୍ଟ୍ରନ ସଂରଚନା ମାନେ କିସ ବୋଲେ ଇଲେକ୍ଟ୍ରନ ମାନେ କେମିତି ସଜେଇ ରହିଛନ୍। ପ୍ରଥମ ଘରେ 2 ଜଣ ଅଛନ୍, ତାପରେ ଘରେ କେତେ ଜଣ ଅଛନ୍? କାର୍ବନ ରେ 6ଟା ଇଲେକ୍ଟ୍ରନ ରହିଛି ନା, 6ଟା ଇଲେକ୍ଟ୍ରନ ରୁ ପ୍ରଥମ ଘରେ କେତେଟା ରହିଛନ୍? 2 ଜଣ। ତୁମେ ଜାଣିଛ ଘର କିସ କିସ, କେ ଘର, ଏଲ ଘର, ଏମ ଘର, ଏନ ଘର ଥାଏ। ତ ହଉଛି ପ୍ରଥମ ଘରେ 2 ଜଣ, ତାପରେ ଘରେ କେତେ ଜଣ? 4 ଜଣ। ଆଉ ହଉଛି ପାରମାଣବିକ ବସ୍ତୁତ୍ୱ ମାନେ ହଉଛି ଓଜନ, କାର୍ବନ ର ଓଜନ କେତେ? 12 U। ଆଉ କାର୍ବନ ର ସିରିଆଲ ନମ୍ବର ବା ପରମାଣୁ କ୍ରମାଙ୍କ 6 ହେଲା। ତାପରେ ହଉଛି କାର୍ବନ କଣ ପାଇଁ ଗୁରୁତ୍ୱପୂର୍ଣ୍ଣ? କାର୍ବନ ଗୁରୁତ୍ୱପୂର୍ଣ୍ଣ କାରଣ ହଉଛି କିସ, କାର୍ବନ ସବୁ ଜିନିଷରେ ରହିଛି। ତାପରେ କାର୍ବନ ବନ୍ଧ ବାନ୍ଧେ, କାର୍ବନ ର କିସ କିସ ବନ୍ଧ ବାନ୍ଧେ? ଆୟନିକ ବନ୍ଧ, ସରି କାର୍ବନ ସବୁବେଳେ ବନ୍ଧ ବାନ୍ଧେ, କି ବନ୍ଧ ବାନ୍ଧେ? ସହସଂଯୋଜ୍ୟ ବନ୍ଧ ବାନ୍ଧେ। ସହସଂଯୋଜ୍ୟ ବନ୍ଧ କଣ ପାଇଁ ବାନ୍ଧେ? ତାର କାରଣ ହଉଛି କାର୍ବନ 4ଟା କାୟନ, କାର୍ବନ ହଉଛି ଆୟନିକ ବନ୍ଧ ବାନ୍ଧି ପାରେନି, କଣ ପାଇଁ? ସେ 4ଟା ଛାଡିଦେଲେ ହଉଛି କିସ ହେଇଯାଏ, ଅଧିକ ଶକ୍ତି ଦରକାର। ଆଉ ହଉଛି 4ଟା ଯଦି ନେଇଯିବ 10ଟା ହେଇଯିବ ହେଲା। ତ ସେଇ ପାଇଁ ସେ ଆୟନିକ ବନ୍ଧ ବାନ୍ଧି ପାରେନି। ତାପରେ କାର୍ବନ ର 3ଟା ରୂପ ରହିଛି, ହୀରା, ଗ୍ରାଫାଇଟ, ଫୁଲେରିନ। ଫୁଲେରିନ ର ଅନ୍ୟ ନାମ C60। ଏହାର ହଉଛି ଆକାର କେମିତି ଦୃଢ ତ୍ରିବିମ, ଏହାର ଆକାର ହଉଛି ଷଡଭୁଜୀୟ ବିନ୍ୟାସ। ତାପରେ ହଉଛି କାର୍ବନ ଯୌଗିକ କେତେ ପ୍ରକାର? 2 ପ୍ରକାର, ଯୁକ୍ତ ଯୌଗିକ, ଅପୃକ୍ତ ଯୌଗିକ। 2 ମାର୍କ ର କ୍ୱେଶ୍ଚନ ପଡବ, ବୁଝିଲ। ତ ହଉଛି ପୃକ୍ତରେ ହଉଛି ଆଲକେନ, ଆଉ ଇଏ ହଉଛି ଆଲକିନ ଆଉ ଆଲକାଇନ। ଆଲକେନ ରେ ହଉଛି ସିଙ୍ଗଲ ବଣ୍ଡ, ଡବଲ ବଣ୍ଡ, ଟ୍ରିପଲ ବଣ୍ଡ। ତାପରେ ହଉଛି କିସ ମିଥ ଇଥ ପ୍ରୋବ୍ୟୁଟ ପେଣ୍ଟ ହେକ୍ସ। ତ ହଉଛି ଆଲକେନ, ଆଲକେନ ରେ କେତେଟା ବନ୍ଧ ଥାଏ? ଏକକ ବନ୍ଧ। ଏହା ପୃକ୍ତ କାର୍ବନ ଯୌଗିକ ହେଲା। ଏହା ଗୋଟେ ପୃକ୍ତ କାର୍ବନ ଯୌଗିକ। ଏହାର ଫର୍ମୁଲା କିସ CnH2n+2। ତ ଯେତେ ଗୁଡା କାର୍ବନ ବି ହେଲା, କାର୍ବନ ଆଉ ହାଇଡ୍ରୋଜେନ ଏଇ ଫର୍ମୁଲାରେ ଥିବେ, ବୁଝିହେଲା, ସେମାନଙ୍କୁ କିସ କୁହାଯିବ? ହୋମୋଲୋଗ ଶ୍ରେଣୀ ହେଲା। ତ ହଉଛି ଆଲକେନ ର ହୋମୋଲୋଗ ଶ୍ରେଣୀ କିଏ? ଫାର୍ଷ୍ଟ ମିଥେନ, ତାପରେ ହଉଛି ତାର ହୋମୋଲୋଗ ଶ୍ରେଣୀ କିଏ? ଇଥେନ, ପ୍ରୋପେନ, ବ୍ୟୁଟେନ, ପେଣ୍ଟେନ, ହେକ୍ସେନ ହେଲା। ତ ଏମାନେ ହଉଛି କିସ ଆଲକେନ ର ହୋମୋଲୋଗ ଶ୍ରେଣୀ, ବୁଝିପାରିଲ। ଯଦି ପଡିଥିବ ହଉଛି C3H ଆଉ ହଉଛି CH4H10, ଏମାନେ ହୋମୋଲୋଗସ୍ ନା ନାଇଁ? ହୋମୋଲୋଗସ୍ ହେଲା। କେମିତି ଚିହ୍ନିବ? ଏଇଗା ତ ନାମ ଲେଖା ହେଇନି, ଦେଖିକି କେମିତି ଚିହ୍ନିବ? ଇଏ ବି ସେଇ ସମ୍ପର୍କରେ ଅଛି, H2n+2 ରେ ଅଛି, ଇଏ ବି H2n+2 ରେ ଅଛି। ଆଉ ନାମ ଥିଲେ ବି ଚିହ୍ନି ପାରବୁ ହୋମୋଲୋଗସ୍ ନା ନାଇଁ, N ଲାଗିଛି ହେଲା। ତାପରେ ହଉଛି ଆଲକିନ, ଆଲକିନ ରେ 2 ବନ୍ଧ ରହିଛି। ଏହା ହଉଛି କି ଯୌଗିକ? ଅପୃକ୍ତ ଯୌଗିକ। ଏହାର ଫର୍ମୁଲା ହଉଛି CnH2n। ତ ହଉଛି ୟାର ଯୌଗିକର ନାମ ହଉଛି ହୋମୋଲୋଗସ୍ ଗୁଡିକ କିଏ? ମିଥ ତ ହବନି, ଇଥିନ ରୁ ଷ୍ଟାର୍ଟ, ଇଥିନ, ପ୍ରୋପିନ, ବ୍ୟୁଟିନ, ପେଣ୍ଟିନ, ହେକ୍ସିନ ହେଲା। ତାପରେ ହଉଛି କିସ ଆଲକାଇନ। ତ ତୁମେ ଏଇଠୁ କରିପାରିବ ଇଲେକ୍ଟ୍ରନ ସଂରଚନା ଚିତ୍ର ବନେଇ ପାରବ। ସରି ଇଲେକ୍ଟ୍ରନ ସଂରଚନା କହୁଛି, ଆମର ହଉଛି କି ଲୁଇସ ଡଟ ସଂରଚନା। ଏଇ ଚିତ୍ରର ନାମ କିସ ଲୁଇସ ଡଟ ସଂରଚନା। ତାପରେ ହଉଛି ଏଇଟା ହଉଛି କିସ ଆଲକାଇନ। ଆଲକାଇନ ରେ 3ଟା ବନ୍ଧ ଥାଏ, ତାର ଫର୍ମୁଲା ହଉଛି CnH2n-2। ଏହାର ହଉଛି ହୋମୋଲୋଗସ୍ କିଏ କିଏ? ହୋମୋଲୋଗସ୍ ମାନେ ହଉଛି ସମାନ ଜିନିଷ ହେଲା, ସମାନ ଗ୍ରୁପ। ସମସ୍ତେ ଆଲକାଇନ ଗ୍ରୁପ ର ଅଛ ନା ନାଇଁ? ସରି ଆଲକାଇନ ଗ୍ରୁପ ର ଅଛ ନା ନାଇଁ? ଏ ବି ଆଲକାଇନ, ଏ ବି ଆଲକାଇନ, ମାନେ ଏ ଦୁଇଟା ହୋମୋଲୋଗସ୍ ହେବେ। ଇଏ ବି ইয়ার হোমোলোগস ବି ଇଏ, ইয়ার হোমোলোগস ବି ଇଏ, ইয়ার হোমোଲୋଗস ବି ଇଏ, ইয়ার ବି ଇଏ ହେଲା। এইগুলা হচ্ছে হোমোলোগস। তারপরে হচ্ছে এর নাম କରିପାରିବ। ଏହାର ନାମ ଆଉ କେତୋଟି ବନ୍ଧ ଅଛି ବାହାର କରିପାରିବ। କାର୍ବନ ଯୌଗିକର ରାସାୟନିକ ପ୍ରତିକ୍ରିୟା, ଫାର୍ଷ୍ଟ ହଉଛି କିସ ବାୟୁ ସହ ପ୍ରତିକ୍ରିୟା କରାଇଲେ, ତାପରେ ହଉଛି Cl2 ସହ, ବାୟୁ ସହ ପ୍ରତିକ୍ରିୟାକୁ କିସ କୁହାଯାଏ? ଦହନ ପ୍ରତିକ୍ରିୟା। ଆଉ ହଉଛି Cl2 ସହ ହଉଛି କିସ କୁହାଯାଏ? ପ୍ରତିସ୍ଥାପନ ପ୍ରତିକ୍ରିୟା ହେଲା। ତ ପ୍ରତିସ୍ଥାପନ ପ୍ରତିକ୍ରିୟା ବେଳେ କିସ ବାହାରୁଥାଏ? କାହାର ସହ ପ୍ରତିସ୍ଥାପନ ପ୍ରତିକ୍ରିୟା ବେଳେ Cl2 ସହ ହେଲା। ଆଲକେନ ର ପ୍ରତିସ୍ଥାପନ, ଆଲକିନ ର ପ୍ରତିସ୍ଥାପନ କହିଥିଲି। ତାପରେ ପଢେଇଥିଲି ହାଇଡ୍ରୋଜେନିକରଣ। ହାଇଡ୍ରୋଜେନିକରଣ ମାନେ କିସ? ହାଇଡ୍ରୋଜେନିକରଣ ଟା କିଏ କରେ? ଖାଲି ହଉଛି କିଏ କରେ? ଆଲକିନ କରିପାରେ। ଆଲକିନ ର ହାଇଡ୍ରୋଜେନିକରଣ କଲେ କିଏ ବାହାରେ? ଆଲକେନ ହେଲା। ଭେରି ଭେରି ଇମ୍ପୋର୍ଟାଣ୍ଟ। ଆଲକିନ ର ହାଇଡ୍ରୋଜେନ କଲେ ଆଲକେନ ବାହାରେ, କାହାର ଉପସ୍ଥିତିରେ? ନିକେଲ ଉପସ୍ଥିତିରେ। କ୍ୱେଶ୍ଚନ ପଚରାଯାଉଛି ହାଇଡ୍ରୋଜେନିକରଣରେ ହଉଛି ଆମର ହଉଛି କିସ ଉତ୍ପ୍ରେରକ କିଏ? ନିକେଲ। ତାପରେ ପଢିଥିଲେ ହଉଛି କାର୍ବନ ଗ୍ରୁପ। କାର୍ବନ ର କେତେଟା ଗ୍ରୁପ ଥିଲା? ହାଲୋଜେନ ଗ୍ରୁପ। ତାପରେ ହଉଛି ହାଲୋଜେନ ଗ୍ରୁପ, ଆଲକୋହଲ ଗ୍ରୁପ, ଆଲଡିହାଇଡ ଗ୍ରୁପ, କିଟୋନ ଗ୍ରୁପ, ଆଉ ଗୋଟେ ହଉଛି କିସ ଗ୍ରୁପ? କାର୍ବୋକ୍ସିଲିକ ଏସିଡ ଗ୍ରୁପ। ତ ସେଇ ଗ୍ରୁପ ମାନଙ୍କର ସକ୍ରିୟ ଗ୍ରୁପ ର ନାମ ବି ଲେଖିଥିଲେ ହେଲା। ଶେଷରେ କିମ୍ବା ଆରମ୍ଭରେ କିସ ଲାଗେ ଲେଖିଥିଲେ ହେଲା। ତ ନାମକରଣ ବି କରିପାରିବ। ନାମକରଣ କରିପାରିବ ନାହିଁ?
ଏମିତି ଦେଇଥିବ ଚିତ୍ର ତାର ନାମକରଣ କରିବ। ଏଠି ଦେଖିଦେଲ କିସ ଲାଗିଛି, OH ମାନେ হচ্ছে আলকোহল গ্রুপ। তো হচ্ছে এটা গুটে কার্বন মানে কিস, মিথানল ହେଲା। ପ୍ରୋପାନଲ, ପେଣ୍ଟାନଲ, ବ୍ୟୁଟାନଲ ସେମାନେ ସମସ୍ତେ କି ରହିବେ, ଗୋଟେ ଆମର ଇଏରେ ରହିବେ, ଗୋଟେ ଶ୍ରେଣୀରେ ରହିବେ, ହୋମୋଲୋଗ ଶ୍ରେଣୀରେ ହେଲା। ତ ହୋମୋଲୋଗ ଶ୍ରେଣୀ କାହାକୁ କୁହାଯାଏ, ଏକ୍ସାମ୍ପଲ। ଆଉ ହଉଛି ହୋମୋଲୋଗସ୍ ର ପାର୍ଥକ୍ୟ, କି ପାର୍ଥକ୍ୟ ରହିଛି କେବଳ ବସ୍ତୁତ୍ୱ ପାର୍ଥକ୍ୟ। ତାପରେ ପଢିଲେ ହଉଛି IUPAC ନାମ। ଆଇସୋମର କାହାକୁ କୁହାଯାଏ, ଯେଉଁ କାର୍ବନ ଯୌଗିକର ଆଣବିକ ସଂକେତ ସମାନ କିନ୍ତୁ ପରମାଣୁ ସଜ୍ଜା ପୃଥକ, ସେଇ ଯୌଗିକ ମାନଙ୍କୁ ଆଇସୋମର କୁହାଯାଏ। ଆଲକୋହଲ, ଆଲକୋହଲ ର ଆଇସୋମର, ଏଇଟା ହଉଛି ଆଲକୋହଲ ନାଇଁ, ଆଲକୋହଲ ବିଷୟରେ ପଢିଲେ। ଆଲକୋହଲ ର ଗୋଟେ ଏକ୍ସାମ୍ପଲ କିସ, ଇଥାନଲ। ଆଲକୋହଲ ର ହଉଛି ହୋମୋଲୋଗ ଶ୍ରେଣୀରେ କିଏ କିଏ ରହିବେ, ମିଥାନଲ, ଇଥାନଲ, ପ୍ରୋପାନଲ, ବ୍ୟୁଟାନଲ, ପେଣ୍ଟାନଲ ହେଲା, ହେକ୍ସାନଲ। ତ ହଉଛି ସେଇ ହେକ୍ସାନଲ ଫେକ୍ସାନଲ ଆମେ ନ ପଢିକି ଇଥାନଲ ବିଷୟରେ ପଢୁଛେ। ଇଥାନଲ ଟା ହଉଛି କିସ, ସେଇ ଯୋଉ ମଦଟା ପିଉଛି ସେଇ କୋଉ ଆଲକୋହଲ ରହିଥାଏ, ଇଥାନଲ ରହିଥାଏ। ତାର ସଂକେତ କିସ, CH3CH2OH। ଆଉ ହଉଛି ଏହା ଗୋଟେ ତରଳ ପଦାର୍ଥ, ଏହା ହଉଛି କୋଉଠି ବ୍ୟବହାର ହୁଏ, ଔଷଧରେ ବ୍ୟବହାର ହୁଏ, କାଶ ଔଷଧ, ଟନିକ ରେ ବ୍ୟବହାର ହୁଏ, ଆଉ ହଉଛି ଯୋଉ ମଦ ପିଉ ସେଇଠି ବ୍ୟବହାର ହୁଏ। ତ ଇଥାନଲ ର ରାସାୟନିକ ପ୍ରତିକ୍ରିୟା, ଇଥାନଲ କୁ କାହା ସହ ପ୍ରତିକ୍ରିୟା କରିଲେ, ସୋଡିୟମ ସହ। ଇଥାନଲ କୁ ସୋଡିୟମ ସହ ପ୍ରତିକ୍ରିୟା କରିଲେ କିସ ବାହାରେ, ସୋଡିୟମ ଇଥୋକ୍ସାଇଡ। ତାପରେ ହଉଛି ଗାଢ ସଲଫ୍ୟୁରିକ ଏସିଡ ସହ ପ୍ରତିକ୍ରିୟା କରିଲେ କିସ ବାହାରେ, ଇଥିନ। ତାପରେ ହଉଛି ଇଥାନୋଇକ ଏସିଡ ବିଷୟରେ ପଢିଲେ ହେଲା। ଇଏ ଗୋଟେ ଆଉ ଗୋଟେ ଅଲଗା କ୍ୱେଶ୍ଚନ ବୁଝିଲା, 2 ମାର୍କ କି 5 ମାର୍କ ବି ପଡିପାରେ ହେଲା। ତ ଏଇତ କହୁଛି ଇଥାନୋଇକ ଏସିଡ ମାନେ ହଉଛି ତାର ଇଏ ଲେଖ, ଇଥାନୋଇକ ଏସିଡ ର ଧର୍ମ ଲେଖ। ଇଥାନୋଇକ ଏସିଡ ର ସକ୍ରିୟ ଗ୍ରୁପ କିଏ, CH3COOH। COOH ମାନେ କିସ, କାର୍ବୋକ୍ସିଲିକ ଏସିଡ। ସକ୍ରିୟ ଗ୍ରୁପ ର ନାମ କିସ, କାର୍ବୋକ୍ସିଲିକ ଏସିଡ ଗ୍ରୁପ। ଏହାର ରଙ୍ଗହୀନ, ଏହା ହଉଛି ଭିନେଗାର ପରି ବାସ୍ନା, ଏହା ହଉଛି ଦୁର୍ବଳ ଅମ୍ଳ, ଏହାର ଗଳନାଙ୍କ 290, ଆଉ ହଉଛି ସ୍ଫୁଟନାଙ୍କ ହଉଛି 391 କେଲଭିନ। ଏହା ଶୀତ ଋତୁରେ ଘନୀଭୂତ ହୁଏ, ତେଣୁ ଏହାକୁ କିସ କୁହାଯାଏ, ଗ୍ଲାସିୟର ମଧ୍ୟ କୁହାଯାଏ। କାହାକୁ, ଇଥାନୋଇକ ଏସିଡ। ଇଥାନୋଇକ ଏସିଡ ସହ ପ୍ରତିକ୍ରିୟା, ଇଥାନୋଇକ ଏସିଡ ର ରାସାୟନିକ ଧର୍ମ। ଫାର୍ଷ୍ଟ ହଉଛି କାହାର ସହ ପ୍ରତିକ୍ରିୟା କର, ଏଇଟା ହଉଛି ଇଥାନଲ ସହ। ଇଥାନଲ ସହ ପ୍ରତିକ୍ରିୟା କଲେ କିସ ବାହାରେ, ଇଥାଇଲ ଇଥାନଏଟ, ଇଥାଇଲ ଇଥାନଏଟ ବା ହଉଛି ସେଟାକୁ କିସ କୁହାଯାଏ, ଏଷ୍ଟର ହେଲା। ଏଷ୍ଟର କୋଉଠି ବ୍ୟବହାର କରାଯାଏ, ସୁଗନ୍ଧ ଯୁକ୍ତ ପଦାର୍ଥରେ, ସେଣ୍ଟ ରେ ବ୍ୟବହାର କରାଯାଏ। ଭେରି ଭେରି ସର୍ଟ କ୍ୱେଶ୍ଚନ ହେଲା। ତାପରେ ହଉଛି ସୋଡିୟମ ହାଇଡ୍ରୋକ୍ସାଇଡ ସହ ପ୍ରତିକ୍ରିୟା କଲେ କିସ ବାହାରେ, ସୋଡିୟମ ହାଇଡ୍ରୋଜେନ କାର୍ବୋନେଟ। ଆଉ ହଉଛି ସୋଡିୟମ କାର୍ବୋନେଟ ସହ ପ୍ରତିକ୍ରିୟା କଲେ କିସ ବାହାରେ, ସୋଡିୟମ ହାଇଡ୍ରୋଜେନ କାର୍ବୋନେଟ। ଆଉ ହଉଛି ସୋଡିୟମ ହାଇଡ୍ରୋଜେନ କାର୍ବୋନେଟ ସହ ପ୍ରତିକ୍ରିୟା କଲେ କିସ ବାହାରେ, ସେଇ ସୋଡିୟମ C3CON। এটা হচ্ছে কি, এর নাম হচ্ছে সোডিয়াম হাইড্রোজেন কার্বনেট, CH3COON। এর নামটা ଟିକେ লিখে দেবা হ্যাঁ। অ্যাকচুয়ালি এটা ଟିକେ ভুল କହିଦେଲେ ହେଲା, এর নামটা হচ্ছে সোডিয়াম এসিটেট ହେଲା। এর নামটা কি, সোডিয়াম এসিটেট। করেকশন କରିଦିଅ, সোডিয়াম কার্বনেট ନୁହଁ, সোডিয়াম এসিটেট। সোডিয়াম এসিটেট, এଠି ବି করেকশন করা ହେଲା, কিস ବାହାରେ, সোডিয়াম এসিটেট। করলো করেকশন। ଏଇନା ରହିଲା ହଉଛି ଲାଷ୍ଟ ହେଲା। ଲାଷ୍ଟ ହଉଛି, ଫାର୍ଷ୍ଟ ହଉଛି ସାବୁନ ହେଲା। ସାବୁନ ପାର୍ଥକ୍ୟ ଲେଖ, ସାବୁନ ଆଉ ସର୍ଫ ବୁଝିଲା। ସାବୁନ ଆଉ ସର୍ଫ, ସର୍ଫ ବନା କେମିତି, ସର୍ଫ, ସର୍ଫ ମାନେ ସର୍ଫ ଏକ୍ସେଲ, ସାବୁନ ମାନେ ସେ ସାବୁନ ହେଲା। କ୍ୱେଶ୍ଚନ ପଡେ, ସାବୁନ ହଉଛି କେମିତି ତିଆରି ବୁଝିଲା। ସାବୁନରେ କିସ କିସ ଥାଏ, ସାବୁନରେ କୋଉ କୋଉ ଅଣୁ ଥାଏ ହେଲା, କୋଉ କୋଉ ଅଣୁ ଆମର କେତେଟା ଅଛି, ହାଇଡ୍ରୋଜେନ ଅଣୁ, ହିଲିୟମ ଅଣୁ ହେଲା। ସେମିତି ସାବୁନରେ କିସ କିସ ଅଣୁ ଥାଇବ ନା, କୋଉ କୋଉ ଅଣୁ ଥାଏ ଏଠି ଲେଖିବି ହେଲା। ଥିବା ଅଣୁ, ସାବୁନରେ ଥିବା ଅଣୁ ବୁଝିଲା। ଏଠି କୋଉ ଅଣୁ ଥାଏ ବୁଝିଲା, ଏଠି ବି ଲେଖିବି ଥିବା ଅଣୁ ବୁଝିଲା। ସେଟାକୁ ବାକ୍ୟରେ ନ ଲେଖିକି ମୁଁ ସର୍ଟକଟରେ ଲେଖୁଛି ହେଲା। ସାବୁନରେ ଥିବା ଅଣୁ ଗୁଡିକ କିଏ କିଏ, ସୋଡିୟମ, ସୋଡିୟମ ବା ପଟାସିୟମ, ଶୁଣିଛ ନା, ଏମାନେ ହଉଛି
सोडियम व पोटासियम रो कार्बोक्सिलिक एसिड, कार्बोक्सिलिक एसिड बुझेला। साबुन काहाको नेकी तयारी, सोडियम व पोटासियम रो कार्बोक्सिलिक एसिड को नेकी तयारी बुझेला। ଆଉ ସେ ଏଠି କିଏ କାହାକୁ ନେଇକି ତିଆରି, ଇଏ ବି କାହାକୁ ନେଇକି ତିଆରି ଦେଖବା। ଇଏ ହଉଛି ସୋଡିୟମ ଆଉ ସଲଫୋନିକ ଏସିଡ ର ଏମୋନିୟମ ସଲ୍ଟ ହଉଛି ଦେଖ, ସୋଡିୟମ ସୋଡିୟମ ଲବଣର ହେଲା, ସୋଡିୟମ ଗୋଟେ କିସଟା ଲବଣ, ସୋଡିୟମ ଲବଣର ସଲଫୋନିକ ଏସିଡ, ସଲଫୋନିକ ଏଥିରେ କୋଉ ଅଣୁ ଥାଏ, ସୋଡିୟମ ଲବଣର ସଲଫୋନିକ ଏସିଡ ରହିଥାଏ ବୁଝିଲା। ଆମର ହଉଛି ସାବୁନରେ କୋଉ ଅଣୁ ରହିଥାଏ, ସୋଡିୟମ ବା ପୋଟାସିୟମ ର କାର୍ବୋକ୍ସିଲିକ ଏସିଡ ବୁଝିଲା। ସୋଡିୟମ ବା ପୋଟାସିୟମ ର କାର୍ବୋକ୍ସିଲିକ ଏସିଡ କୋଉଠି ଥାଏ, ସଲଫର ସାବୁନରେ। ଆଉ ହଉଛି ସଲ୍ଫ କିସ ଥାଏ, ସୋଡିୟମ ଆଉ ହଉଛି ସୋଡିୟମ ଲବଣର ସଲଫୋନିକ ଏସିଡ ବୁଝିପାରିଲ। ପାର୍ଥକ୍ୟ ପଡିଲେ ଲେଖିପାରବ ନା, ହେଲା। ଆଉ ଯଦି ଏକ ମାର୍କ ପଡିଲା ଲେଖିପାରବ, ହେଲା। ତ ଏକ ମାର୍କ ପଡେନି କେବେ, ଅଧିକାଂଶ ସମୟରେ ତ ପଡେନି ବୁଝିଲ। ତ ତୁମେ ଜଳ ଜାଣିଛ, କ୍ଷାର ଜଳ ମଧୁର ଜଳ, କ୍ଷାର ଜଳ କିସ, ବର୍ଷା ଜଳଟା କ୍ଷାର ନା ମଧୁର, ବର୍ଷା ଜଳଟା ମଧୁର। ଆକ୍ଚୁଆଲି କ୍ଷାର ଜଳ କୋଉଟା କଣ, କ୍ଷାର ଜଳ ହଉଛି, କ୍ଷାର ଜଳ ହଉଛି ଆଉ ସେ କ୍ଷାର ଜଳ ଲେଖବା ପୂର୍ବ ଫାଷ୍ଟ ଲେଖିଦିଅ, ଏହା ଆକ୍ଚୁଆଲି ପାୱାରଫୁଲ ବେଶୀ କିଏ କୁହ ନା, ସାବୁନ ଆଉ ହଉଛି ଆମର ସର୍ଫ ଭିତରୁ ପାୱାରଫୁଲ ବେଶୀ କିଏ, ସର୍ଫ, ହେଲା। ଏହା କମ ପାୱାରଫୁଲ ହେଲା, କମ ପାୱାରଫୁଲ। ତ ଏ ପାଠକୁ ବି ପଡେନି ହେଲା, ଖାଲି ବୁଝିବା ପାଇଁ ଲେଖିଦେଇଥ। ଏହା ହଉଛି କମ ପାୱାରଫୁଲ ମାନେ କିସ, ଏହା ହଉଛି ଜଲ୍ଦି ହଉଛି ମଳିଆ ସଫା କରିପାରେନି ହେଲା ସାବୁନ। କିନ୍ତୁ ହଉଛି ସର୍ଫ ହଉଛି କିସ, ଏହା ବେଶୀ ପାୱାରଫୁଲ, ବେଶୀ ପାୱାରଫୁଲ। ତ ହଉଛି ମନେ ରଖିବ, ଇଏ ହଉଛି କିସ କହନା, ସାବୁନ ହଉଛି, ତୁମେ ଜୈବ ଆଉ ଅଜୈବ ଜାଣିଛ, ଜୈବ ମାନେ କିସ, ଯୋଉଗୁଡା ହଉଛି ମାଟିରେ ମିଶିଯାଏ ସେଗୁଡାକୁ ଜୈବ କୁହାଯାଏ, ଆଉ ଅଜୈବ ମାନେ କିସ, ଯୋଉଗୁଡା ହଉଛି ମାଟିରେ ମିଶେନି ସେଗୁଡାକୁ କିସ କୁହାଯାଏ, ଅଜୈବ କୁହାଯାଏ, ହେଲା। ତ ଏହା ଗୋଟେ କିସ କହନା, ଏହା ଜୈବ ପଦାର୍ଥ ବୁଝିହେଲା। ଏହା ହଉଛି ମାଟିରେ ମିଶିଯାଏ ବୁଝିହେଲା, ଏହା ଜୈବ, ଏହା ହଉଛି ଅଜୈବ। ଆକ୍ଚୁଆଲି ସର୍ଫ ର ହଉଛି ଶୁଣ, ସର୍ଫ ଟା ମାଟିରେ ମିଶିଯିବ ହେଲା, ସର୍ଫ ପକେଇଦେଲେ ହଉଛି କିସ ହବ, ମାଟିରେ ମିଶିଯିବ ବୁଝିହେଲା। କିନ୍ତୁ ହଉଛି ସେଇ ଅଣୁ ଗୁଡା ମିଶିବନି ବୁଝିହେଲା, ଏଇ ଆମର ସଲଫୋନିକ ଏସିଡ, ସୋଡିୟମ ଲବଣର ସଲଫୋନିକ ଏସିଡ ଇଏ ମିଶିବନି ବୁଝିହେଲା। ନହେଲେ ମାଟିରେ ପକେଇଦେଲେ ତ ଆଉ କିଛି ଦିନ ପୁରା ଗାୟବ ହେଇଯିବ ବୁଝିହେଲା। କିନ୍ତୁ ହଉଛି ଇଏ ହଉଛି କିସ, ମିଶିଯିବ ବୁଝିହେଲା। ମନେ ରହିବ ନା, ଏଠି ହଉଛି କିସ ରଖିବ, ଖାଲି ମନେ ରଖିବ ହଉଛି ସାବୁନ କେମିତି ତିଆରି, ସୋଡିୟମ ବା ପୋଟାସିୟମ ର କାର୍ବୋକ୍ସିଲିକ ଏସିଡ ରେ ତିଆରି ହେଲା। ଆଉ ହଉଛି ଏଠି କିସ, ସର୍ଫ କେମିତି ତିଆରି, ସୋଡିୟମ ବା ସଲଫୋନିକ ଏସିଡ ରେ ତିଆରି ସର୍ଫ ଟା। ତ ହଉଛି ଗୋଟେ ସର୍ଫ ସାବୁନ ବିଷୟରେ ଟିକେ ଲେଖିବା ବୁଝିହେଲା। ଗୋଟେ ଲେଖିଦିଅ, ସାବୁନର ଚିତ୍ର, ସାବୁନର ସଂରଚନା ବୁଝିହେଲା, ସାବୁନର ସଂରଚନା। ସାବୁନରେ ସାବୁନରେ କୋଉ ଅଣୁ ଅଛି, କହିଲି ନା ସାବୁନର ଅଣୁ ହଉଛି ସୋଡିୟମ ବା ପୋଟାସିୟମ ସେଗୁଡା ଅଛି, ସୋଡିୟମ ବା ପୋଟାସିୟମ ର କିସ, ଆମର ହଉଛି ସୋଡିୟମ ବା ପୋଟାସିୟମ କାର୍ବୋକ୍ସିଲିକ ଏସିଡ ହେଲା, ମାନେ କାର୍ବନ ବି ଅଛି ସୋଡିୟମ ବି ଅଛି ହେଲା। ତ ସୋଡିୟମ ର ଏମିତି ଥାଏ ହେଲା, ସେତେ ହଉଛି ଏମିତି ଗୋଟେ ବନେଇଦିଅ ବୁଝିହେଲା। ସୋଡିୟମ ରେ ଦୁଇଟା ଜିନିଷ ଥାଏ, ଗୋଟେ ହଉଛି କିସ, ଗୋଟେ ଗୋଟେ ସାଇଡ ହଉଛି Na ହେଲା, ପୋଟାସିୟମ ମାନେ କିସ, କେ ହେଲା, ଗୋଟେ ସାଇଡ ହଉଛି Na ବା କେ,
ଆଉ ଗୋଟେ ଥାଏ ଏପଟେ ହଉଛି ସେ ବଡ ମୁଣ୍ଡ ଯେପଟେ ଅଛି ସେଇଟା ହଉଛି କିସ Na ବା K। ଆଉ ହଉଛି ଯେପଟେ ଲାଞ୍ଜ ଅଛି ସେପଟେ ହଉଛି କିସ ଥାଏ କାର୍ବନ ଏଣ୍ଡ କାର୍ବନ ଥାଏ ବୁଝିହେଲା। କିସ ଥାଏ କାର୍ବନ। କାର୍ବନ ଥାଏ ବୁଝିହେଲା। ତାପରେ ହଉଛି ଆଉ ଗୋଟେ ଜିନିଷ ଏଇ ମୁଣ୍ଡଟାକୁ କିସ କୁହାଯାଏ କହନା। ଏଇଟା ହଉଛି ସର୍ଫ ହେଲା ସରି ସାବୁନ। ସାବୁନରେ କିସ ଅଛି ଏମିତି ଏମିତି ଅଛି ହେଲା ଏମିତି ଅଣୁ ଗୁଡା ଅଛି। ତ ଗୋଟେ ଅଣୁ ଦେଖତେ କେମିତି ଦେଖତେ ଆକ୍ଚୁଆଲି ସେମିତି ନାହିଁ। ଗୋଟେ ଅଣୁ ଯଦି ଏମିତି ହେଲା ଗୋଟେ ମୁଣ୍ଡରେ କିସ ଥାଏ ସୋଡିୟମ ପଟାସିୟମ ଥାଏ ଆଉ ଗୋଟେ ରହୁଛି କିସ ଥାଏ କାର୍ବନ ଥାଏ ହେଲା। ତ ଏମିତି ଚିତ୍ର ବନେଇ ଦଉଛି ଅଛି ଏପଟେ ହଉଛି କିସ ଅଛି ସୋଡିୟମ ବା ପଟାସିୟମ ଆଉ ପଛଆଡେ ହଉଛି କାର୍ବନ। ତ ଏଇ ସୋଡିୟମ ବା ପଟାସିୟମ ଯୋଉପଟେ ଅଛି ସେଟାକୁ କୁହାଯାଏ ଆମର ହଉଛି ସେଟାକୁ କୁହାଯାଏ ହଉଛି ଜଳା ଶକ୍ତ। କିସ କୁହାଯାଏ ଜଳା ଶକ୍ତ ହେଲା। ଜଳା ଶକ୍ତ ଆଉ ଏପଟେ ହଉଛି କିସ ଜଳାନ୍ତକି। ଜଳାନ୍ତକି ହେଲା। ଜଳା ଶକ୍ତ ମାନେ କିସ କହ ନା ଜଳା ଶକ୍ତି ସବୁବେଳେ ଇଏ ହୁଏ ହେଲା ମାନେ ପାଣିରେ ମିଶିଯାଏ ଜଳା ଶକ୍ତ କିସ ପାଣିରେ ମିଶିଯାଏ ହେଲା। ଏହା ହଉଛି ପାଣିରେ ମିଶେ ଏଇ ଜଳା ଶକ୍ତ ଟା ହେଲା ପାଣିରେ ମିଶେ। ଦେଖିଦିଅ ପାଣିରେ ମିଶେ ଜଳା ଶକ୍ତ ଟା କୋଉଠି ମିଶେ ପାଣିରେ ମିଶେ ଆଉ ଜଳାନ୍ତକି ଟା ହଉଛି ଆମର ହଉଛି ତେଲରେ ମିଶେ ହେଲା। କିସରେ ମିଶେ ତେଲରେ ମିଶେ ହେଲା। ଏଇଟା ହଉଛି କିସ ପଡୁଛ କଣ ସାବୁନ କେମିତି ହଉଛି ସଫା କରେ ହେଲା ଗୋଟେ ଡ୍ରେସ କେମିତି ସଫା କରେ ହେଲା ସେଇଟା ପଡୁଛି। କିସ କହିଲି ସାବୁନ ର ଥିବା ଅଣୁ ମାନେ କେମିତି ଗୋଟେ ପଟେ ହଉଛି ଜଳା ଶକ୍ତ ଆଉ ଗୋଟେ ହଉଛି ଜଳାନ୍ତକି ହେଲା ଗୋଟେ ମୁଣ୍ଡକୁ କୁହାଯାଏ ଜଳା ଶକ୍ତ ଆଉ ଗୋଟେ ମୁଣ୍ଡକୁ ଜଳାନ୍ତକି। ତ ଜଳା ଶକ୍ତ ମୁଣ୍ଡ କାହାକୁ କୁହାଯାଏ ଯୋଉ ପଟେ ହଉଛି Na ବା ପଟାସିୟମ ଥାଏ ଆଉ ହଉଛି ଜଳାନ୍ତକି କାହାକୁ କୁହାଯାଏ ଯୋଉ ପଟେ କାର୍ବନ ଥାଏ। କାର୍ବୋସିଲିକ ଏସିଡ ମାନେ ହଉଛି କାର୍ବନ ଥିବ ନା ହେଲା ଆଉ ହଉଛି ସୋଡିୟମ ପଟାସିୟମ ତ କାର୍ବୋସିଲିକ ଏସିଡ ରେ ସାବୁନ ତିଆରି ମାନେ ହଉଛି ଗୋଟେ ପଟେ କାର୍ବନ ଥିବ ଗୋଟେ ପଟେ କାର୍ବନ ଥିବ ଗୋଟେ ପଟେ ସୋଡିୟମ ପଟାସିୟମ ଥିବ ହେଲା। ଇଏ ହଉଛି ପାଣିରେ ମିଶେ ଆଉ ହଉଛି ଇଏ କୋଉଠି ମିଶେ ତେଲରେ ମିଶେ ହେଲା। ତ ହଉଛି ଯେତେବେଳେ ତୁମର ଏଇଟା ହଉଛି ଗୋଟେ ଡ୍ରେସ ହେଲା ଡ୍ରେସ ରେ କିସ ଲାଗିଛି ଆମର ଦାଗ ଲାଗିଛି ବୁଝିହେଲା। ଦାଗ ଲାଗିଛି ତ ଯେତେବେଳେ ତୁମେ ହଉଛି ସାବୁନ ଘଷିଲ ହେଲା ସାବୁନ ଘଷିଲ ଏଇ ଦାଗଟା ସାବୁନ ଯେତେବେଳେ ଘଷିଲ କିସ ହବ କହନା ଏଇଟା ହଉଛି ଏଇଟା ହଉଛି ଏଇଟା ହଉଛି ଅଣୁ ସାବୁନ ର ହେଲା। ତ ଇଏ ଅଣୁ କେମିତି ସଜେଇ ହେଇକି ରହିଯିବ କହନା ଏମିତି ଏମିତି ସଜେଇ ହେଇଯିବ ବୁଝିଗଲ ଏଇଟା ହଉଛି ଦାଗଟା ହେଲା। ସେମିତି ଗୋଟେ ତ ଅଣୁ ଥିବନି ସେମିତି ବହୁତ ଗୁଡା ଥିବେ ଏମିତି ସଜେଇ ହେଇକି ରହିଯିବେ ହେଲା। ସେମିତି ବହୁତ ଗୁଡା ଗୋଲ ଗୋଲ ସଜେଇ ହେଇକି ରହିଯିବେ। ଏଇ ସଜଟାକୁ କିସ କୁହାଯାଏ କହନା ମିସେଲ କୁହାଯାଏ କିସ କୁହାଯାଏ ମିସେଲ କୁହାଯାଏ ବୁଝିପାରିଲ। ଯେତେବେଳେ ହଉଛି ତୁମେ ସାବୁନ ର ତୁମେ ଜାଣିପାରିଲ ସାବୁନ ର କେତେଟା ଥାଏ ଗୋଟେ ହଉଛି ଜଳାନ୍ତକ ଆଉ ଗୋଟେ ହଉଛି ଜଳା ଜଳା ଶକ୍ତ ଆଉ ଗୋଟେ ହଉଛି ଜଳାନ୍ତକ ହେଲା ତକି ହେଲା। ତ ଯେତେବେଳେ ହଉଛି ତୁମେ ମାନେ ଡ୍ରେସ ରେ ଲାଗିଛି ଦାଗ ହେଲା କାଳିଆ ଦାଗ ଲାଗିଛି ବା ହଉଛି ତେଲ ଲାଗିଛି ଏଠି ହେଲା ତ ଯେତେବେଳେ ଘଷିବ ତୁମେ ସେମାନେ ହଉଛି ଅଣୁ ଗୁଡା କେମିତି ସଜେଇ ହେଇଯାନ୍ତି ଏମିତି ସଜେଇ ହେଇଯାନ୍ତି ହେଲା। ମାନେ କୋଉ ଭାଗଟା ହଉଛି ତେଲ ପଟେ ରହିବ କୁହ କୋଉ ଭାଗଟା ତେଲ ପଟେ ରହିବ ଇଏ ତେଲରେ ମିଶେ ଇଏ ତେଲରେ ମିଶେ ହେଲା ମାନେ ତା ଲାଞ୍ଜ ଟା ହଉଛି କିସ ରହିବ ତେଲ ପଟେ ରହିବ। ଆଉ ହଉଛି ତାର ହଉଛି ଯୋଉଟା ପାଣିରେ ମିଶେ ହେଲା ସେଇଟା ହଉଛି କୁଆଡେ ଯିବ ବାହାର ପଟେ ହେଲା। ତ ତେଲରେ ମିଶେଇ ବେଳେ କିସ ଏଇ ସାବୁନ ସହ ଏଇ କିସ ମିଶିବ ତେଲ ଟା ମାନେ ଏଇ ଭାଗ ସହ ଏଇ ଭାଗ ସହ କିସ ମିଶିବ ଏଇଠି ମିଶେଇକି କିସ ତେଲ ଇଆର ଭାଗ ଏଇ ପଛ ଭାଗଟା କିସ କୁହାଯାଏ ଜଳାନ୍ତକି। ତ ଜଳାନ୍ତକି ଭାଗଟା ତେଲରେ ମିଶେ ମାନେ ଏଇ ତେଲ ଯେ ଲାଗିଛି ଏଇ ଜଳାନ୍ତକି ଭାଗରେ ମିଶିଯିବ ବୁଝିହେଲା। ତାପରେ ହଉଛି ଆଉ ଏପଟେ ହଉଛି କିସ ପାଣି ପାଣିରେ ମିଶିବ ତ ହଉଛି ଯେତେବେଳେ ହଉଛି ଆମେ ଧୋଇଦବା ସାବୁନ ଲଗେଇକି କିସ ହୁଏ ଏଇଟା ଛାଡିଯାଏ ବୁଝିହେଲା। ସେଇଟା ଲେଖିଦବା ସେଇଟା ଲେଖିଦବା କ୍ୱେଶ୍ଚନ ଆସେ ହଉଛି ମିସେଲ କାହାକୁ କୁହାଯାଏ ହେଲା।
ବହିରେ ବି ଥିବ। ମିସେଲ କାହାକୁ କୁହାଯାଏ? ମିସେଲ କାହାକୁ କୁହାଯାଏ ହେଲା। ମିସେଲ କାହିଁକି ସୃଷ୍ଟି ହୁଏ? ଜଳରେ ସାବୁନ ମିଶେଇଲେ ମିସେଲ କାହିଁକି ସୃଷ୍ଟି ହୁଏ? କ୍ୱେଶ୍ଚନ ଆନ୍ସର ଲେଖିଦବା ବୁଝିଲା। ଫାର୍ଷ୍ଟ ଲେଖିଦବା ମିସେଲ କାହାକୁ କୁହାଯାଏ? ମିସେଲ କାହାକୁ କୁହାଯାଏ? ବୁଝିଲ। ଆଉ ତାର ଚିତ୍ରଟା ହଉଛି ଜାଣିଲ ମିସେଲ ର ଚିତ୍ର। ଏଇଟା ଲେଖିପାରିବ ବନେଇକି। ଯେତେବେଳେ ଆମେ ସାବୁନକୁ ଘଷୁ ହେଲା କିସ କନା, ଯେତେବେଳେ ଆମେ ସାବୁନକୁ କିସ ଆମେ କୋଉଠି ଘଷୁ, ମାନେ ହଉଛି ତେଲ ଲାଗିଥିବା ଡ୍ରେସ ରେ ଘଷୁ। ସାବୁନରେ ଥିବା ଅଣୁ ଗୁଡିକ ସଜେଇ ହେଇକି ରହିଯାନ୍ତି। ସାବୁନର ଦୁଇଟା ରହିଛି, ଦୁଇଟା ଭାଗ। ଗୋଟେ ହଉଛି ଜଳାନ୍ତକ ଭାଗ, ଆଉ ଗୋଟେ ହଉଛି କିସ ଜଳାଶକ୍ତ। ସାବୁନରେ ଥିବା ଜଳାନ୍ତକି ଭାଗ ତେଲ ଆଡକୁ ମୁହଁ କରି ରୁହନ୍ତି, ଆଉ ହଉଛି ଜଳାଶକ୍ତି ଭାଗ ତେଲର ଅପୋଜିଟ ଦିଗରେ ରୁହନ୍ତି। ବୁଝିହେଲା। ଏମିତି ସଜେଇକି ରହିଥାନ୍ତି। ତ ଏଇ ଚିତ୍ରଟାକୁ କିସ କୁହାଯାଏ? ମିସେଲ କୁହାଯାଏ। ଏଇ ଚିତ୍ରଟାକୁ ମିସେଲ କୁହାଯାଏ ହେଲା। ବନେଇକି ଲେଖିପାରିବ ମିସେଲ କାହାକୁ କୁହାଯାଏ? ଲେଖିପାରିବ? ଚେଷ୍ଟା କରିବ। ଚେଷ୍ଟା କରିବ, ନହେଲେ କାଲି ଲେଖିଦେବି ହେଲା। ମିସେଲ କାହାକୁ କୁହାଯାଏ ଜାଣିଲ? କେମିତି ସଫା ହୁଏ ବୁଝିଲ ନା? ଏଇଟା ହଉଛି ବିଷୟ ଖତମ ହେଲା। ବୁଝିପାରିଲ? ଏଇଠି ହଉଛି ବିଷୟ ସରିଲା ହେଲା। ତ ଯଦି ଆମେ ସର୍ଟ କ୍ୱେଶ୍ଚନ ଦେଖବା, ସର୍ଟ କ୍ୱେଶ୍ଚନ ଦେଖବା ହେଲା, ବହୁତ ଇଏ ହବ। ସର୍ଟ କ୍ୱେଶ୍ଚନ ଦେଖବା ଯଦି ବହୁତ ଗୁଡା ବାହାରିବ ବୁଝିହେଲା। ତ ଆଉ ଗୋଟେ ଏଇଥିରେ କହୁଥିଲି ଖର ଜଳ ଆଉ ମଧୁର ଜଳ ବୁଝିହେଲା। ଖର ଜଳ ଆଉ ମଧୁର ଜଳ। ଏଇଠି କହୁଥିଲେ ନା ଜଳ ବିଷୟରେ, ସାବୁନ ଆଉ ଇଆର ପାର୍ଥକ୍ୟ ଲେଖିଥିଲେ ଯେ ଅଛି ଭଲ। ପାର୍ଥକ୍ୟ ଲେଖିଥିଲେ, ସାବୁନ ଲେଖିଦିଅ। ସାବୁନରେ ଗୋଟେ ପାର୍ଥକ୍ୟ ଲେଖିଦିଅ। ଏହା ଖର ଜଳ ସହ ବେଶୀ ପ୍ରତିକ୍ରିୟା କରେ ନାହିଁ। ଏହା ଖର ଜଳ ସହ, ଏହା ଖର ଖର ଜଳ ହେଲା। ଖର ଜଳ ସହ ବେଶୀ ପ୍ରତିକ୍ରିୟା କରେ ନାହିଁ। ବେଶୀ ପ୍ରତିକ୍ରିୟା କରେନି। ବୁଝିପାରିଲ? କିନ୍ତୁ ହଉଛି ଇଏ ଖର ଜଳ ସହ ମଧ୍ୟ ବେଶୀ ପ୍ରତିକ୍ରିୟା କରେ ହେଲା। ଏଇଟା ଗୋଟେ କ୍ୱେଶ୍ଚନ ଅଛି, ଖର ଜଳ ସହ ସାବୁନ କିପରି ପ୍ରତିକ୍ରିୟା କରେ? କିପରି? ଖର ଜଳ ସହ ବେଶୀ ପ୍ରତିକ୍ରିୟା କରେନି, ମାନେ ସରପ ଅପେକ୍ଷା କମ ପ୍ରତିକ୍ରିୟା କରେ ହେଲା। ଖର ଜଳ ମାନେ ହଉଛି କୋଉ ଜଳ କୁହନା, ଯୋଉ ଜଳଟା ହଉଛି ଆମେ ମାଟିରୁ ପାଉ ହେଲା, ସେଇଗୁଡାକୁ କି ଜଳ କୁହାଯାଏ? ଖର ଜଳ। ବୁଝିହେଲା। ଆଉ ହଉଛି ଆମର ହଉଛି ମଧୁର ଦୁଇ ଜଳ କେତେ ପ୍ରକାର କେମିତି ଅଛି, ଗୋଟେ ହଉଛି ମଧୁର ଜଳ ଆଉ ଗୋଟେ ହଉଛି ଖର ଜଳ ହେଲା। ତ ଖର ଜଳ କୋଉଗୁଡା କୁହନା, ଯୋଉଗୁଡା ଆମେ ମାଟିରୁ ପାଉ ହେଲା। ଖର ଜଳରେ ହଉଛି ବହୁତ ଗୁଡା ଖଣିଜ ଲବଣ ବି ଥାଏ। ଏ ଜଳରେ ଆମର ପିଓର ଜଳ ପାଉଛେ କି, ଖଣିଜ ଲବଣ ଥାଏ। ଖର ଜଳରେ ବହୁତ ଗୁଡା ଖଣିଜ ଲବଣ ବି ଥାଏ। ତ ହଉଛି ସେଇଟା ହଉଛି ଖର ଜଳ। ଆଉ ହଉଛି ମଧୁର ଜଳ କୋଉଟା, ଆକାଶରୁ ଯୋଉଟା ପଡେ ସେଇଟା ହଉଛି କି ଜଳ, ମଧୁର ଜଳ ହେଲା। ତ ହଉଛି ମଧୁର ଜଳରେ କିସ ଥାଏ, ମଧୁର ଜଳ ସହ ସଲ୍ଟ ବହୁତ ପ୍ରତିକ୍ରିୟା କରେ ହେଲା। ଆଉ ଖର ଜଳ ସହ ପ୍ରତିକ୍ରିୟା କରେନି। ଦେଖ ଉଲ୍ଟା କହିଦେଲି ହେଲା, ଉଲ୍ଟା କହିଦେଲି। ଖର ଜଳଟା ହଉଛି କିସ କହନା, ଖର ଜଳଟା ହଉଛି ଆକାଶରୁ ଯୋଉଟା ପଡେ ହେଲା। ଖର ଜଳଟା ହଉଛି ଆକାଶରୁ ଯୋଉଟା ପଡେ। ଆଉ ମଧୁର ଜଳଟା ହଉଛି ଯୋଉଟା କୂଅରୁ ମିଳେ ହେଲା। ତ ମଧୁର ଜଳରେ ହଉଛି ଖାଲି ଇଏ ଥାଏ, ଜଳ ଥାଏ ନା ତାର ସବୁ ଖଣିଜ ଲବଣ ବି ଥାଏ? ଖଣିଜ ଲବଣ ବି ଥାଏ। ମାଟି ତଳୁ ମିଳୁଛି ମାନେ ଖଣିଜ ଲବଣ ବି ଥାଏ ହେଲା। ତ ଏଇଟା ପାର୍ଥକ୍ୟ ବି ପଡେ ହେଲା। ଖର ଜଳ ଆଉ ମଧୁର ଜଳ ମଧ୍ୟରେ ପାର୍ଥକ୍ୟ ଲେଖିଦବା। ଖର ଜଳ ଓ ମଧୁର ଜଳ ମଧ୍ୟରେ ପାର୍ଥକ୍ୟ।
ମଧୁର ଜଳ ମଧ୍ୟରେ ପାର୍ଥକ୍ୟ ହେଲା। ଗୋଟେ ପଟେ ଖର ଲେଖିଦିଅ। ତ ହଉଛି ଖର ଜଳ ହଉଛି କିସ, ଏଥିରେ ଖଣିଜ ଲବଣ ମଧ୍ୟ ରହିଥାଏ। ଖର ଜଳ ମାନେ ଏଇଟା ହେଲା, ଏଥିରେ ଖଣିଜ ଲବଣ ମଧ୍ୟ ରହିଥାଏ। ଏଟା ଖର ନା ମଧୁର? ମଧୁର ମଧୁର। ଏଥିରେ ଖଣିଜ ଲବଣ ମଧ୍ୟ ରହିଥାଏ। ମଧ୍ୟ ରହିଥାଏ। ଆଉ ଏଠି ଖର ଜଳରେ ନଥାଏ। ଖର ଜଳରେ ନଥାଏ ଲେଖିଦବ ହେଲା। ଆଉ ହଉଛି ମଧୁର ଜଳ ହଉଛି, ଏହା ହଉଛି କିସ, ସାବୁନ ସହ ବେଶୀ ପ୍ରତିକ୍ରିୟା କରେ ନାହିଁ। ଦେଖିଥିବ, ଏହା ସାବୁନ ସହ ବେଶୀ ପ୍ରତିକ୍ରିୟା କରେ ନାହିଁ। ଆଉ ଏଇଟା କୋଉଠୁ ପାଉ? କୂଅରୁ ପାଉ ହେଲା। ଆଉ ଖର ଜଳ ହଉଛି ଲୁଣିଆ ଟିକେ ହେଲା, ପୁରା ଲୁଣିଆ ନାହିଁ, ଟିକେ ଖାରିଆ ଲାଗେ ଖାଲି। ବୁଝିପାରିଲ, ଏଇଟା କୋଉଠି ମିଳେ? ମଧୁର ଜଳଟା କୋଉଠି ମିଳେ? କୂଅରୁ ମିଳେ, ବୋରିଂ ରୁ ମିଳେ ହେଲା, ଟ୍ୟୁବୱେଲ ରୁ ମିଳେ। ଆଉ ଖର ଜଳଟା ଆକାଶରୁ ମିଳେ। ବୁଝିପାରିଲ? ପାର୍ଥକ୍ୟ ବୁଝିପାରିଲ ନା? ଏଇଟା ହଉଛି ବିଷୟ ହେଲା। ତ ଏଇ ବିଷୟରୁ ବହୁତ ଗୁଡା କ୍ୱେଶ୍ଚନ ତିଆରି ହେଇପାରିବ ହେଲା। ତ କ୍ୱେଶ୍ଚନ ବି ଦିନେ ଡିସ୍କସନ କରିବା, ବୁଝିଲେ? ଏତିକି ପଢାରେ ହବନି, ସର୍ଟ କ୍ୱେଶ୍ଚନ ଲଙ୍ଗ କ୍ୱେଶ୍ଚନ ଡିସ୍କସନ କଲେ ଯାଇକି ପାରବ। ମାନେ ପୁରା ଫୁଲ ମାର୍କ ରଖିପାରିବ, ଏତିକି ପଢାରେ ଫୁଲ ରଖିପାରିବନି ହେଲା। ତ ଏଇ ଯେ ଲଙ୍ଗ କ୍ୱେଶ୍ଚନ କୋଉଟା? ସହସଂଯୋଗ ବନ୍ଧ କାହାକୁ କୁହାଯାଏ ଏବଂ ତାର ଧର୍ମ, ସେଇଟା ହଉଛି ଲଙ୍ଗ କ୍ୱେଶ୍ଚନ ଟା।